2009 ଅବସର ଗ୍ରହଣ କରିଛନ୍ତି। 1939 ମସିହାରେ ଅତି ପବିତ୍ର ଦିନ ଭାଦ୍ରବ ମାସ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ତିଥିରେ ରଘୁନାଥ ପଟ୍ଟନାୟକ ହୀରାମଣି ଦେବୀଙ୍କର କୁଳମଣ୍ଡନ କରିଥିଲେ ବିଜୟବାବୁ। ମୁକୁନ୍ଦ ପ୍ରସାଦ ଗାଁ ଖୋର୍ଦ୍ଧା ଜିଲ୍ଲାରେ ଗାଁରେ ସ୍କୁଲ ଶିକ୍ଷା ସାରି ଗାଁରେ ଏବଂ ବକ୍ସି ଜଗବନ୍ଧୁ ହାଇସ୍କୁଲରେ ସ୍କୁଲ ଶିକ୍ଷା ସାରି ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ସେଠି +2 ପଢ଼ିଲେ। ତାପରେ ବିଜେପି କଲେଜରେ ସ୍ନାତକ ଡିଗ୍ରୀ, ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ, MSc ପଦାର୍ଥ ବିଜ୍ଞାନରେ 1971 ମସିହାରେ ଜଣେ ପ୍ରତିଭାବାନ ଛାତ୍ରୀ ହିସାବରେ ସେ ସେଠୁ ଅବତୀର୍ଣ୍ଣ ହେଲେ, ପାସ୍ କଲେ। ତାପରେ କିଛି ସମୟ ପାଇଁ 1964 ମସିହାରେ ପ୍ରାଣନାଥ ମହାବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟ ଆରମ୍ଭ କଲେ। ଜଣେ ମେଧାବୀ ଛାତ୍ର ହିସାବରେ ସେ ସର୍ବଭାରତୀୟ ସ୍ତରରେ ଭାରତୀୟ ବନ ସେବା, ଯାହାକୁ ଆମେ ଇଣ୍ଡିଆନ ଫରେଷ୍ଟ ସର୍ଭିସ କହୁଛୁ, ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଏବଂ 2 ବର୍ଷ ପାଇଁ ଡେରାଡୁନରେ ସେ ଫରେଷ୍ଟ ଟ୍ରେନିଂ କଲେଜରେ ଅବସ୍ଥାପିତ ହେଲେ। ତାପରେ ଓଡ଼ିଶା କ୍ୟାଡର ତାଙ୍କର ଅବସ୍ଥାପିତ କରାଗଲା। 1987 ମସିହାରୁ ତାଙ୍କର କାର୍ଯ୍ୟ ଆରମ୍ଭ କଲେ। ଫୁଲବାଣୀ, ସମ୍ବଲପୁର, ଅନୁଗୁଳ, ବାରିପଦା ଭଳି ବିଭିନ୍ନ ଜାଗାରେ ବନଖଣ୍ଡ ଅଧିକାରୀ ବା ଡିଭିଜନାଲ ଫରେଷ୍ଟ ହିସାବରେ ତାଙ୍କ ଚାକିରି ଆରମ୍ଭ କରନ୍ତି। ତାଙ୍କର ପ୍ରଥମ ଚାକିରି ଆରମ୍ଭ ହେଲା ନବରଙ୍ଗପୁର 1979 ମସିହାରେ। ତାପରେ ସେ ରାୟଗଡ଼ା ଗଲେ। ବହୁତ ଜାଗାରେ ସେ ତାଙ୍କର ସେବା ପ୍ରଦାନ କରିଛନ୍ତି। 1984 ମସିହାରୁ 10 ବର୍ଷ ପାଇଁ ପାଖାପାଖି ସାମାଜିକ ବନୀକରଣ ଯୋଜନା ସେତେବେଳେ ଚାଲିଥିଲା। ସେଠି ସେ ସେବା ପ୍ରଦାନ କଲେ। ଆପଣମାନେ ତ ଜାଣିଥିବେ, ସେ ଜଣେ ସ୍ତମ୍ଭକାର, ତାଙ୍କୁ ଟିଭି ରେଡ଼ିଓରେ ବି ଦେଖୁଥିବେ। 2009 ମସିହାରେ ସେ ଅବସର ଗ୍ରହଣ କଲେ। ଅବସର ଗ୍ରହଣ କରିବା ପୂର୍ବରୁ ଯୋଉ ଉଚ୍ଚ ପଦବୀରେ ଆସନ ଅଳଙ୍କୃତ ହେଇଥିଲେ, ସାମାଜିକ ବନୀକରଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଥିଲେ। ଜଙ୍ଗଲ ପରିବେଶ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଥିଲେ। ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ମୁଖ୍ୟ ନିର୍ବାହୀ ଅଫିସର ଥିଲେ ଏବଂ ଓଡ଼ିଶା ବନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଥିଲେ। ରାଜ୍ୟ ପରିବେଶ ବିଭାଗ ମଧ୍ୟ ନିର୍ଦ୍ଦେଶକ ଥିଲେ। ଶେଷରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟ ଜୀବ, ଯାହାକୁ ଆମେ ୱାଇଲ୍ଡ ଲାଇଫ କହୁଛୁ, ତଥା ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧକ ଓଡ଼ିଶା ହିସାବରେ ସେ 2009ରେ ଅବସର ନେଲେ। ତାଙ୍କର କାର୍ଯ୍ୟକାଳରେ ବହୁତ ସୁନ୍ଦର ସୁନ୍ଦର ପଦକ୍ଷେପ ନେଇଛନ୍ତି। ଉଲ୍ଲେଖନୀୟ ହେବ ଯଦି ମୁଁ 2-3ଟି ଉଦାହରଣ ଦିଏ। ଆମର ଓଡ଼ିଶାରେ 3ଟି ଏଲିଫେଣ୍ଟ ରିଜର୍ଭ ଅଛି, ଗୋଟିଏ ନୋଟିଫାଏ ହେଇନି। 2ଟି ତାଙ୍କ ସମୟରେ ହେଇଥିଲା। ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳରେ ଗୋଟେ ବାଲିପଦର ଜାଗା ଅଛି, ଭେଟନଈ ଅଛି। ସେଠି କୃଷ୍ଣସାର ମୃଗ ଅଛି। ସ୍ଥାନୀୟ ଲୋକମାନେ ସେ କୃଷ୍ଣସାର ମୃଗର କୌଣସି ଅନିଷ୍ଟ କରନ୍ତି ନାହିଁ, କି ମୃଗ ସେମାନଙ୍କ ଅନିଷ୍ଟ କରନ୍ତି ନାହିଁ। ତାକୁ କମ୍ୟୁନିଟି ରିଜର୍ଭ କରିବା ପାଇଁ ଯେଉଁ ପଦକ୍ଷେପ ବିଜୟ ନେଇଥିଲେ, ସେଟା ସଫଳ ହେଲା।
ଆଉ ଶିମିଳିପାଳ ଏକମାତ୍ର ସଂଗଠିତ ଜୈବମଣ୍ଡଳ ଓଡ଼ିଶାର ତାଙ୍କ ସମୟରେ ଜାତିସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେଲା ଏବଂ ସେ ସରକାରୀ ଚାକିରିରୁ ଅବସର ନେଲା ପରେ ସରକାର ତାଙ୍କର ସେବା ଚାହିଁଲେ। ତେଣୁକରି 2009 ପରେ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାୟନ ପ୍ରାଧିକରଣର ଅଧ୍ୟକ୍ଷ ହିସାବରେ କିଛି ସେବା ଦେଲେ। ଆଉ ୱାର୍ଲଡ ୱାଇଲ୍ଡ ଲାଇଫ୍ ଫଣ୍ଡ ଯେଉଁଟା ରହିଛି ତାର ବି ଓଡ଼ିଶା ଶାଖାର ସଭାପତି ଥିଲେ। ତାଙ୍କର ସ୍କୁଲ ସମୟରୁ ରୁଚି ଥିଲା ଲେଖା ଲେଖି କରିବା ପାଇଁ। ସେ ଯାହା କହନ୍ତି ତୁଳସୀ ଦୁଇ ପତ୍ରରୁ ବାସେ ତାଙ୍କର ସ୍କୁଲ ସମୟରୁ ତାଙ୍କର ପ୍ରତିଭା ବିକଶିତ ହେଇଥିଲା ଏବଂ ଛାତ୍ର ଜୀବନରେ କଲିକତାରୁ ଦୁଇଟି ପ୍ରକାଶିତ ହେଉଥିଲା ମ୍ୟାଗାଜିନ୍ ଆସନ୍ତାକାଲି ଓ ନବରବି। ସେଥିରେ ତାଙ୍କ ଲେଖା ପ୍ରକାଶିତ ହେଉଥିଲା। କଟକରୁ ଜୀବନ ରଙ୍ଗ ଝଙ୍କାର ଦୁଇଟି ପତ୍ରିକା ବାହାରୁଥିଲା। ସେଠି ମଧ୍ୟ ତାଙ୍କର ଲେଖା ପ୍ରକାଶ ପାଉଥିଲା ଏବଂ ଆମର ଓଡ଼ିଶା ବିଜ୍ଞାନ ଏକାଡେମୀର ଗୋଟେ ପପୁଲାର ସାଇନ୍ସ ମ୍ୟାଗାଜିନ୍ ବାହାରେ ଜନପ୍ରିୟ ବିଜ୍ଞାନ ପତ୍ରିକା ତାକୁ କୁହାଯାଏ ବିଜ୍ଞାନ ଦିଗନ୍ତ। ସେ ତାର ସମ୍ପାଦକ ଥିଲେ ଏବେ ବି ସଂଶ୍ଲିଷ୍ଟ ଅଛନ୍ତି ଏବଂ ତାଙ୍କର ଆପଣ ଦେଖିବେ ରୀତିମତ ଜଙ୍ଗଲ ପରିବେଶ ବିଭାଗ ଜଙ୍ଗଲ ପରିବେଶ ବିଷୟବସ୍ତୁ ଉପରେ ନିୟମିତ ଭାବରେ ସମାଜରେ ସମ୍ବାଦରେ ଧରିତ୍ରୀରେ ବିଭିନ୍ନ ଏପରିକି ସକାଳ ନୀତିଦିନ ସବୁ ଖବରକାଗଜରେ ପ୍ରାୟ ଲେଖା ପବ୍ଲିଶ ହେଉଛି। ଟିଭିରେ ଆପଣମାନେ ବିଭିନ୍ନ ଚ୍ୟାନେଲରେ ଅନେକ ସମୟରେ ତାଙ୍କୁ ଦେଖୁଥିବେ। ଆଉ ଉଡ଼ି ଉଡ଼ି ଯାଏ କ ଆମ ରାଜ୍ୟ ଆମ ରାଇଜ ଆମ ପକ୍ଷୀ ଏମିତି ଦୁଇଟି ଲେଖା ପ୍ରକାଶ ନେଇଥିଲା। ଜଣେ ବରିଷ୍ଠ ଅଫିସର ରାଧାନାଥ ରଥଙ୍କର ଜୁଇଁ ପୁଅ ପଦାରବିନ୍ଦ ମହାପାତ୍ରଙ୍କ ଦ୍ୱାରା ସେ ଅନୁପ୍ରାଣିତ ହେଇଥିଲେ। ରାଧାନାଥଙ୍କ ଦ୍ୱାରା ଅନୁପ୍ରାଣିତ ହେଇଥିଲେ। ଏମିତି ତାଙ୍କର 21ଟି ବହି ପୁସ୍ତକ ପ୍ରକାଶନ ହେଇଛି। ବିଭିନ୍ନ ବର୍ଗ ପାଇଁ ଲେଖିଛନ୍ତି। ବିଭିନ୍ନ ଶ୍ରେଣୀ ପାଇଁ ଛୁଆଙ୍କଠୁ ଆରମ୍ଭ କରି ଜନସାଧାରଣ ପାଇଁ ସେ ଲେଖିଛନ୍ତି। କହିଲେ ତ ଆହୁରି ସମୟ ଲାଗିବ। ଏତେ ବଡ଼ ବ୍ୟକ୍ତିତ୍ୱକୁ ମୁଁ କିଭଳି ତାଙ୍କୁ ଆପଣମାନଙ୍କ ପାଖରେ ତାଙ୍କର ବିଷୟରେ ଇଣ୍ଟ୍ରୋଡ୍ୟୁସ୍ କରିବି ମୁଁ ନିଜେ ବୁଝିପାରୁନି। ସେ ଓଡ଼ିଶା ଉଦ୍ଭିଦ ବିଜ୍ଞାନ ପରିଷଦ ଦ୍ୱାରା କମଳ ଲୋଚନ ପୁରୋହିତ ପୁରସ୍କାର ଦ୍ୱାରା ପୁରସ୍କୃତ ହେଇଥିଲେ। ଜୀବନ ରଙ୍ଗ ସୁଧନ୍ୟା ରାୟଗଡ଼ା ସାହିତ୍ୟ ସଂସଦ ଓ ମହତାବ ସାହିତ୍ୟ ସଂସଦ ଦ୍ୱାରା ମଧ୍ୟ ପୁରସ୍କୃତ ହେଇଥିଲେ। ସମ୍ବାଦପତ୍ରର ସାମ୍ବସାରିକ ଉତ୍ସବରେ ମଧ୍ୟ ବିଶିଷ୍ଟ ସମ୍ଭକାର ପୁରସ୍କାର ପ୍ରାପ୍ତ ହୋଇଥିଲେ। ପରିବେଶ ପରିକ୍ରମା ବହି ପାଇଁ ଲୋକପ୍ରିୟ ଦୀର୍ଘ 34 ବର୍ଷ ବନ ବିଭାଗ ସେବା ପ୍ରଦାନ ତାଙ୍କର ଯେଉଁ ଅନୁଭୂତି ସେଥିପାଇଁ ପୁରସ୍କୃତ ହେଇଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ମଧ୍ୟ ଅରଣ୍ୟ ଯାତ୍ରା ବହି ତାଙ୍କର ପାଇଁ ସେ ପୁରସ୍କୃତ ହେଇଥିଲେ। ଏମିତି ଆହୁରି ଅନ୍ୟାନ୍ୟ ଅନେକ ତାଙ୍କର ରହିଛି ବିଷୟରେ କୃତିତ୍ୱ। ଟିକେ 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 କଣ ଗଡ଼ବଡ଼ ହେଇଗଲା। ଆପଣମାନେ ଶୁଣିପାରୁଛନ୍ତି? ମୋ ହଁ ହଁ କଥାକୁ ଶୁଣିପାରୁଛନ୍ତି? ଆଜ୍ଞା ଆଜ୍ଞା ସାର୍ 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 ହଁ ଶୁଣିପାରୁ ସାର୍ ଶୁଣି ହଉଛି। ଶୁଣୁଛନ୍ତି ତ? ଆଚ୍ଛା। ଓଡ଼ିଶା ପରିବେଶ ସମିତି ତରଫରୁ ମଧ୍ୟ ଡକ୍ଟର ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କର ଜୀବନ ବ୍ୟାପୀ ଉପଲବ୍ଧି ପାଇଁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼ ଦିଆହେଇଥିଲା। ଓଡ଼ିଶା ସରକାରଙ୍କର ବିଜ୍ଞାନ ଓ କାରିଗର
विभाग अधीन ओडिशा विज्ञान एकाडेमी अच्छी तरफ पट्टनायक स्मृति परिवेश सम्मान भाव से सम्मान भाव सम्मानित कराइला आउर अनेक कथा आपण मैंने सारवर्गक भाषण जानीपर से व्यक्तित्व कौन अधिका समय न नहीं मु डॉक्टर विजय पट्टनायक जी मोर जड़े परम बंधु जी बर्तमान ओडिशा परिवेश समितिर उपसभापति अच्छा मु अनुरोध करी वक्तव्य रखिए से 40 रु 45 मिनट समय नहीं पारती आपण मैंने समस्ते ध्यान दे शुणु डॉक्टर विजय पट्टनायक प्लीज। नमस्कार। आज जो आभासी आलोचना चक्र संचालक डॉक्टर सुंदर नारायण पात्र आमर परिवेश ओडिशा परिवेश समितिर सभापति एवं परिवेश आंदोलन ओडिशा परिवेश आंदोलन भीष्म पितामह कह जाए एवं ता छड़ा एठी जो रही आज जो संस्था रही मो गाँ परिवेश परिषद विवेकानंद संसद अनुकूल्य रे जो श्रोता बंधुगण अच्छा वृक्षप्रेमी श्रोता बंधुगण अच्छा समस्त मोर नमस्कार एवं आज गुरु पूर्णिमा रे हार्दिक शुभेच्छा अभिनंदन। ये जो नाटी आपण देइछन्ती बेस सुंदर नाटी मो गाँ परिवेश परिषद माने जते लोक तार परिणत बयस रे पहुंचु मध्य जते वयस्क हो बा बुढ़ा हो गाँ ना शुणिले तार जमती मन डहगड़ विकल है केमती गाँ को फेरी जाती कि गाँव से पिलादिन मोर फेरी आसंता कि सही जाई गाँव परिवेश भितर पुणी थे निजक तल्लीन कर दियंती कि यही सब भावना जो आसे तेणु ये जो सुंदर नाटी देइछन्ती मो गाँ परिवेश परिषद गाँ कथा आप मन पकई मत पुणी थे पछक फेरी ना चाहिए मु मोर पिलादिन जो गाँव में बीतई बरुणी पहाड़ तलर गाँव में से परिवेश भीतर मोर स्मृति जागरूक हो आसला तेणु जहा हूँ आमर जो संचालक महोदय अनेक किसी कहते कहबार किसी आवश्यकता नथिला मते जो दिहाई जो टॉपिक टी आज दिहाई जो वन महोत्सव तात्पर्य एक्चुअली देखिए कह गले ये जो वन महोत्सव वन हूँ जंगल तार गोटे लिटरारी मीनिंग करवा फरेस्ट महोत्सव हूँ महा उत्सव उत्सव माने गोटे हूँ फेस्टिवल महा उत्सव माने बिग फेस्टिवल बा ग्रांड फेस्टिवल एटा गोटे फॉरेस्ट ग्रांड फॉरेस्ट फेस्टिवल कहले अत्युक्ति हम नहीं। ये जो उत्सव टी आरंभ होता 1950 मसीह आरंभ होता से तत्कालीन भारत सरकार कृषि मंत्री थिले डॉक्टर के एम मुंशी कन्हैयालाल मुंशी सी से को प्रवर्तन करते 1950 मसीह 75 वर्ष पालन होगा वर्ष जाऊँगी आम 75 वर्ष भितर अतिक्रम कर सारे 75तम वनमहोत्सव पालन करुचे जुलाई मास प्रथम सप्ताह साधारणतः यहाँ कराए गोटे सांकेतिक भाव में कारण से समय सबु अंचल वर्षा होता है किंतु जिते दिन पर्यंत वर्षा चली जुलाई अगस्त 2 मास भितर भी आम जेकोसी दिन ये वृक्षारोपण कार्यक्रम करें बर्तमान भी कार्यक्रम चली विभिन्न स्थान लोक मैंने वृक्षारोपण करुँच गछ लगाउछन्ति ये सब कार्यक्रम चली तेणु मोर जो दिहाई जो मत जो टॉपिक दिहाई तात्पर्य कौन मुझे चिंता कली गोटे तो तात्पर्य हो पारे तात्कालिक तात्पर्य माने से गोटे जो आमर जो धर्म धर्मांत धर्म भावना धार्मिक चेतना ये जो धार्मिक ऐतिह्य ये सब जो थिला से वृक्षारोपण बा वृक्ष गछ लगे गोटे परंपरा ऐतिह्य सहित गोटे निबिड़ भाव में जड़ित होकर रही आमर जो हिंदू धर्म कहतु इस्लाम धर्म कहतु बुद्ध धर्म कहतु जैन धर्म कहतु क्रिश्चियन धर्म कहतु सबु धर्म किसी ना किसी वृक्ष प्रति गछ लगे प्रति गोटे रही निर्देश रही आग्रह रही गोटे मुझे कहूँ हिंदू धर्म जो भावना रही जो चेतना रही जो परंपरा रही हेलो जो चेतना रही आम समस्त अनुप्राणित होलु गछ लगे आमर गोटे से मनुस्मृति थिला मुझे कहूँ चाहूँगी से मनुस्मृति जो था हिंदू धर्म से उद्भिद जगत दुई भाग में विभक्त कर वनस्पति जहाँ बिना अन्यटी हूँ वृक्ष
बा पुष्पप्रद बा फलप्रद ଅନ୍ୟମାନେ ଟିକେ ଦୟାକରିକି ମ୍ୟୁଟ୍ରେ ରହନ୍ତୁ, କେବଳ ବକ୍ତା ହିଁ କହିବେ। ଦୟାକରି ଅନ୍ୟମାନେ ମ୍ୟୁଟ୍ରେ ରହନ୍ତୁ। ତେଣୁ ଉଦ୍ଭିଦ ଜଗତରେ ସେତେବେଳେ ଯୋଉ କ୍ଷତି ପାଇଁ ପ୍ରାୟଶ୍ଚିତ ମଧ୍ୟ ମନୁସ୍ମୃତିରେ ଉଲ୍ଲେଖ ଅଛି। ଔଷଧ ବୃକ୍ଷମାନଙ୍କ ପ୍ରତି ହିଂସା ଅର୍ଥାତ୍ ଅନାବଶ୍ୟକ ଛେଦନ ବା ଉତ୍ପାଟନ, ଜାଳେଣୀ ପାଇଁ କଞ୍ଚା ବୃକ୍ଷକୁ ହାଣି ତଳେ ପକାଇବା, ଫଳପ୍ରଦ ବୃକ୍ଷ, ଫୁଲ ଫୁଟୁଥିବା ଲତା ଓ ଗଛ ଇତ୍ୟାଦିକୁ ବିନା କାରଣରେ ହାଣି ନଷ୍ଟ କଲେ ପ୍ରାୟଶ୍ଚିତ କରେଣେ, ଏଟା ଆମ ଅନୁସ୍ମୃତିରେ ମଧ୍ୟ ଉଲ୍ଲେଖ ଅଛି। ଆଉ ବୃକ୍ଷରୋପଣ ପାଇଁ ସେତେବେଳେ ପ୍ରୋତ୍ସାହନ ମଧ୍ୟ ମନୁସ୍ମୃତିରେ ଦିଆଯାଇଥିଲା ଯେ କୌଣସି ଗ୍ରାମ ବା ଦେଶର ସୀମା ନିର୍ଦ୍ଧାରଣ ସଂରକ୍ଷଣ ପାଇଁ ବୃକ୍ଷରୋପଣ କରିବାକୁ ନିର୍ଦ୍ଦେଶ ଥିଲା। ସବୁ ବର, ଅଶ୍ୱସ୍ଥ, ଶାଳମଳି, ପଳାଶ, ଶାଳମଳି ମାନେ ଶିମିଳି, ଶାଳ, ତାଳ ଏଇଭଳି ସବୁ ଗଛ ସେମାନେ ରୋପଣ କରୁଥିଲେ। ଏଇ ଯୋଉ ଆମର ଯୋଉ ବୈଦିକ ଧର୍ମ ଯୋଉ ଥିଲା, ସେତେବେଳେ ଯୋଉ ଧାର୍ମିକ ପରମ୍ପରା ଥିଲା, ସେତେବେଳେ ବିଭିନ୍ନ ଗଛକୁ ଅନେକ ଦେବାଦେବୀଙ୍କ ସହିତ ବି ସମ୍ପୃକ୍ତ କରିଦିଆଯାଇଥିଲା। ଯେମିତି ମନେକର ଆମର ଯୋଉ ମା ଶୀତଳା ଦେବୀ ଯୋଉଟା ବସନ୍ତ ବା ସେତ ହାଡ ଫୁଟିବା କହନ୍ତି, ସେ ନିମ୍ବ ଗଛ ବସବାସ କରନ୍ତି ବୋଲି କହନ୍ତି। ଆଉ ଯୋଉ ଆମର ଅଶ୍ୱସ୍ଥ ଗଛ ଅତି ପବିତ୍ର ଗଛ ଧରାଯାଏ, ତାକୁ କୁହାଯାଏ ଯେ ଅଶ୍ୱସ୍ଥ ଗଛର ଗଣ୍ଡିରେ ମାନେ ରୁହନ୍ତି ବିଷ୍ଣୁ ରହନ୍ତି, ତାର ଚେରରେ ରହନ୍ତି ବ୍ରହ୍ମା, ପତ୍ର ମାନଙ୍କରେ ରହିଥାନ୍ତି ଶିବ। ଯେମିତି ଅଶୋକ ଗଛ, ଅଶୋକ ଗୋଟେ କାମଦେବଙ୍କର ଗଛ ବୋଲି କୁହାଯାଏ। ଏବଂ ଅଶୋକ ଗଛ ଗୋଟେ ଯୋଉ ନାଁ ହେଇଛି, ସେ ଗଛ ମୂଳରେ ବସିଲେ ଶୋକ ହରଣ ହେଇଯାଇପାରେ ବୋଲି ତା ନାଁ ଦିଆଯାଇଛି ଅଶୋକ। କିନ୍ତୁ ଅନେକ ଅଁଳା ଗଛରେ ଲକ୍ଷ୍ମୀ ବାସ କରନ୍ତି, ଅଁଳା ଗଛକୁ ବି ପୂଜା କରନ୍ତି ଏକାଦଶୀରେ, ଆମର ହିନ୍ଦୁ ଧର୍ମରେ ପୂଜା କରନ୍ତି। ସେମିତି ତାପରେ ଆସିବା, ଯଦି ବୌଦ୍ଧ ଧର୍ମକୁ ଆସିବା, ବୌଦ୍ଧ ଧର୍ମରେ ସେତେବେଳେ ଦେଖାଯାଇଛି ବୋଧିଦ୍ରୁମ ଯୋଉ କୁହାଯାଏ, ସେଇଟା ପବିତ୍ର ଅଶ୍ୱସ୍ଥ ଗଛ, ସେଇଟା ଯୋଉ ବୋଧଗୟା ପାଖରେ ରହିଛି, ଯାହା ପାଖରେ ବୁଦ୍ଧ ବସିକିରି ତପସ୍ୟା କରିକିରି ବା ଗୌତମ ବୁଦ୍ଧ ବସିକି ତପସ୍ୟା କରିକିରି ତାଙ୍କର ଦିବ୍ୟ ଜ୍ଞାନ ବା ବୋଧତ୍ୱ ପ୍ରାପ୍ତି ହେଇଥିଲେ। ସେଇଟା ହଉଛି 2500 ବର୍ଷ ତଳ ପୁରୁଣା କଥା, 528 ଖ୍ରୀଷ୍ଟାବ୍ଦରୁ ସେ ସେଠି କରିଥିଲେ। ସେ ଗଛ ଏବେ ଯୋଉ ରହିଛି, ସେଇ 2500 ବର୍ଷ ତଳର ଗଛ ନୁହେଁ, ତାର ଶାଖାରୁ ବା ଅଙ୍ଗରୁ ସବୁ ଗଛ ତିଆରି ହେଇଛି, ସୃଷ୍ଟି ହେଇଛି। କିନ୍ତୁ ଯାହା ବୋଧିଦ୍ରୁମ ଗଛ ଏବେ ବି ରହିଛି, ବୋଧଗୟାରେ ରହିଛି। ସେ ଅନ୍ୟ ଆଡେ ସିଂହଳାରେ ହେଲା, ଆମ ଓଡିଶାରେ ମଧ୍ୟ ବୁଦ୍ଧ ପାର୍କରେ, ବୁଦ୍ଧ ମନ୍ଦିର ପାଖରେ ହେଲା, ସବୁ ବିଭିନ୍ନ ସମୟରେ ଲଗାଯାଇଛି, ସେ ଗଛକୁ ଲଗାଯାଇଛି। ଏଇ ଯୋଉ ଇସଲାମ ଧର୍ମ ମଧ୍ୟ କୁହାଯାଇଛି, ଯଦି ଗଛକୁ ନ କାଟିବା ବା ଗଛ ଉପରେ ନ ଓପାଡିବା, ଏସବୁ ହେଲେ ମଧ୍ୟ ତାର ମଧ୍ୟ ପ୍ରାୟଶ୍ଚିତ ବା ବିଧିବିଧାନ କିଛି ସବୁ କରଣୀୟ ରହିଛି। ଇସଲାମ ଧର୍ମ ବି ଆଲ୍ଲାହ ସେଥିରେ ତମ ଉପରେ ବିରକ୍ତ ହେବେ ଯଦି ଗଛ ଉପରେ ତମେ ଏ କର, ଏସବୁ ରହିଛି। ତେଣୁ ଏଇ ସବୁ ଯୋଉ ଏଇ ଯୋଉ କହିବା କଥା, ସେତେବେଳେ ଏଇଭଳି ଗୋଟେ ଧାର୍ମିକ ଚେତନା ରହିଥିଲା। ସେତେବେଳେ ଆମର ଯୋଉ ମୁନି ଥିଲା, ମୁନି ଆଶ୍ରମ ସବୁ ଥିଲା, ଯୋଉ ସକାଳୁ ଯେତେବେଳେ ଉଷା ଆଗମନରେ ସେଠି ଝଙ୍କୃତ ହଉଥିଲା ମୁନି ମୁନି ମାନଙ୍କର କଣ୍ଠରେ, ଓಂ ଦୌ ଶାନ୍ତି, ଓಂ ଅନ୍ତରିକ୍ଷ ଶାନ୍ତି, ଓಂ ପୃଥିବୀ ଶାନ୍ତି, ଆପ୍ ଶାନ୍ତି, ଓಂ ବନସ୍ପତି ଶାନ୍ତି, ଓಂ ଔଷଧୀୟ ବୃକ୍ଷ ଶାନ୍ତି, ସବୁ ଗୁଡିକ ଶାନ୍ତି ସେମାନେ ସକାଳୁ ଉଚ୍ଚାରଣ କରୁଥିଲେ। ଏହାର ଅର୍ଥ ହେଲା ଏଥିରେ ବନସ୍ପତି ବୃକ୍ଷ ରହିଛି, ଔଷଧୀୟ ବୃକ୍ଷ ବି ରହିଛି। ଆଜିକାଲିର ଯୋଉ ପ୍ରକୃତି ପ୍ରେମୀ ମାନେ ଅଛନ୍ତି ବା ପରିବେଶବିତ ମାନେ ଅଛନ୍ତି, ସେମାନେ ମଧ୍ୟ ଏଇ କଥାକୁ ସମର୍ଥନ କରୁଛନ୍ତି ଯେ ଯଦି ପ୍ରକୃତି ସହିତ ଗୋଟେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହେଇପାରିବ, ତାହେଲେ ଆମର ପରିବେଶୀୟ ସନ୍ତୁଳନ ରହିବ ବା ସହନୀୟ ସନ୍ତୁଳନ ରହିବ ବା ପରିବେଶ ଆମର ସହନୀୟ ହେଇପାରିବ। ତେଣୁ ପ୍ରକୃତି ସହିତ ଆମର ସବୁବେଳେ ଗୋଟେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବା ପାଇଁ ଯୋଉ ଉଦ୍ୟମ ରହିଛି, ସେତେବେଳେ ଆମର ଧାର୍ମିକ ଚେତନାରେ ରହିଥିଲା। ତା ଛଡା ଆମର ସେତେବେଳେ ଯେମିତି ଆମେ ଜାଣିଛୁ, ଯୋଉ ଆମର ରହିଛନ୍ତି ଆଦିବାସୀ ମାନେ ରହିଛନ୍ତି, ସେମାନେ ପ୍ରଥମେ ଯେତେବେଳେ ଆଦିମ ଜୀବନ ଯାପନ କରୁଥିଲେ, ସେ ବଣ ଜଙ୍ଗଲରେ ବୁଲିକିରି ଜୀବିକା ନିର୍ବାହ କରୁଥିଲେ, ନିଆଁର ବ୍ୟବହାର ଜାଣିନଥିଲେ, ଫଳମୂଳ ଖାଇକିରି ଚଳୁଥିଲେ। ସେମାନଙ୍କ ବି ଗୋଟେ ବୃକ୍ଷକୁ ପୂଜା କରୁଥିଲେ। ଆଜିକାଲି ମଧ୍ୟ ସେଇ କଥା ରହିଛି। ବିଭିନ୍ନ ଆଦିବାସୀ ସମ୍ପ୍ରଦାୟରେ ମହୁଲ ଗଛକୁ, ଆମ୍ବ ଗଛକୁ, ତେନ୍ତୁଳି ଗଛକୁ ସବୁ ପୂଜା କରନ୍ତି। ଆଉ ଅନେକ ହୁଏତ ଜାଣିଥିବେ, ଏଇ ପୁରୁଣା କଥା ନ ଜାଣିଲେ ବି ଅନେକ ଜାଣିଥିବେ, ପ୍ରାୟ ପ୍ରତିଟି ଗ୍ରାମରେ ଆଜିକାଲି ଗୋଟେ ଗୋଟେ ଅଛି, ଯୋଉଟା କହନ୍ତି ସାକ୍ରେଡ୍ ଗ୍ରୋଭ୍ସ, ଜାହିରା ବୋଲି ବି କହନ୍ତି, କେତେ ଅନ୍ୟ କେତେ ନାଁରେ ବି କହନ୍ତି। ସେଠି ସବୁ ଗୋଟେ କିଛି ଗଛ ରହିଛି, ଯାହାକୁ ସେମାନେ ସବୁବେଳେ ପ୍ରୋଟେକ୍ଟ କରି ରଖିଛନ୍ତି। ଏବଂ ଯେତେବେଳେ କୃଷି କାମରେ ଯାଆନ୍ତି ବା କୌଣସି ସାମ୍ବତ୍ସରିକ କାମରେ, ପାରମ୍ପରିକ କାମରେ ବାହାରନ୍ତି, ତାକୁ ପୂଜା ଅର୍ଚ୍ଚନା କରି ବାହାରନ୍ତି। ଏଇ ଘଟଣା ସବୁ ଆମର ରହିଛି, ଗୋଟେ ଯୋଉଟାକ ମୁଁ କହିଲି ତାତ୍କାଳିକ ପରିବେଶ ଗୋଟେ ଥିଲା। ଆଉ ଗୋଟେ ମୁଁ ଭାବିଲି, ତାର ଯୋଉ କହିଲେ, ମତେ କହିଲେ ତାତ୍ପର୍ଯ୍ୟ କଣ ହେଇପାରେ, ମୁଁ ଭାବିଲି ସେତେବେଳେ କଣ ତାତ୍ପର୍ଯ୍ୟ ହେଇପାରେ, ଯାହା ପାଇଁ ସ୍ୱର୍ଗତ କେଏମ୍ ମୁନ୍ସି ଏଇଭଳି ଗୋଟେ ବନ ମହୋତ୍ସବର କଥାର ଉତ୍ସବର ପ୍ରଚଳନ କଲେ। ଗୋଟିଏ କାରଣ ହେଇପାରେ, ସେତେବେଳେ ପ୍ରଥମେ ମୋର ଦେଖିଲି, ମୁଁ ଯେତେବେଳେ ଫରେଷ୍ଟ ଆକ୍ଟ ଗୁଡିକ ଦେଖିଲି, 1894 ମସିହାରେ ଆମର ପ୍ରଥମ ଫରେଷ୍ଟ ଜାତୀୟ ବନ ନୀତି ପ୍ରଣୟନ ହେଇଥିଲା। ସେତେବେଳେ ଭୋଲକରଙ୍କର
1893 मसीह गोटे रिपोर्ट को कृषि भित्तिक रिपोर्ट को नहीं से जो जातीय वन नीति होता 1894 प्रथम से गोटे जिनस दिखाई कृषि को वन उपर जंगल उपर अग्राधिकार दिखाई यदि कृषि दरकार पड़े ताले जंगल को काटिक सफा कर दि जापर हे तो यहीटा से कारण से द्वितीय वन नीति 1952 है से समय को आसी नाला कृषि मंत्री हिसाब से हूँ प्रभावित करे जेहेतु आम कृषि को अग्राधिकार देकर जंगल को काटी दे पार कृषि संप्रसारण कहुई तेणु गोटे निश्चित भाव में एवं लोक मान मन में गोटे धारणा पुरैया कथा वृक्षारोपण करी जंगल को भी सुरक्षा करने को दब तो दि जावा उचित आउ अनुमान कर गोटे दूरदृष्टि थिला से हुए तो भाभी जे जो गुड़ाक वृक्ष गोटे अधे रोपण कर लगा जाउची जो गोटे आनुष्ठानिक भाव लगा जाउची ताहा दिने गोटे आंदोलन में परिणत हम एवं भविष्य में यहाँ गोटे निश्चित भाव में आमर जो पारिवेशिक संतुलन होउची आमर जो जलवायु परिवर्तन हो जो पारिपार्श्विक परिवेशिक भारसाम्य जो असंतुलित हो जाउची ताकू सुरक्षा देवार सहायक हम यहाँ हुए तो मुझे से समय से जेहेतु जन दूरदर्शा थे से भाभी कारण से जो आरंभ करते गोटे उत्सव स्तर होता गोटे आरंभ होता वन गछ लगा जाऊ से मुझे आसिक प्रथम आम जो जॉइन कलु ये 1980 नवरंगपुर जॉइन करी टीएफ हिसाब से आम देखीचु वन महोत्सव कहले वन विभाग केवल पालन करुला आम केवल स्कूल पाख स्कूल कॉलेज जाकर गछ लगे वन महोत्सव पालन कर आस्ते आस्ते सामाजिक वनीकरण जोटा कहले आम संचालक महोदय सामाजिक वनीकरण 1984 आरंभ है 10 वर्ष काल ओडिशा रे चलला जो गछ को लेकर वृक्ष को लेकर जंगल को लेकर लोक मान पाखे पहुंचापी विधिवत उद्यम आरंभ है लोक मान सहयोगित लोक मान सागर इच्छा अनुसार केमती जंगल सृष्टि कर कौ प्रकार गछ चाहूँगी कौटी गछ चाहूँगी ये सब नहीं जो करने जंगल सृष्टि करने जो उद्यम आरंभ है सेटा सामाजिक वनीकरण उद्यम आरंभ है मु प्राय 1984 रु 94 पर्यंत 10 वर्ष काल विभिन्न पदपदवी से रही डीएफ हिसाब रही कंजर्वेटर रही विभिन्न पदपदवी रही तेणु मोर मन पड़ुची से आम गोटे जाइलु बोधे 80-81 मसीहा हम ए सरी 84-85 मसीहा हम आम गोटे नयगढ़ जिले में गोटे लावण्य प्रभा बालिका उच्च विद्यालय को जाइलु से नयगढ़ से बहुत जड़े वृक्ष जीवन बंधु परिषद बोली गोटे थिला परिषद अनुष्ठान थिला स्वेच्छासेवी अनुष्ठान जोगी मास्टर बोली जाने थे से बहुत फेमस से गछ को लेकिन लगे पहाड़ नंदा पहाड़ को गछ लगे सबुजमय करवा ये उद्देश्य था आम से कौन है देखापी से जाइलु आउ से कई गाँव में छेली रखी पारे से जो सिस्टम करते छेली सब बिकिदेव बाध्य ये सब जो प्रकार प्रोत्साहन शुणी कौन होमती से करुँच लोक मान प्रोत्साहित कर प्रभावित कर अनुप्राणित कर देखा आम जाइलु सेठी आम पहुंचला बेलू से उच्च सरकारी बालिका विद्यालय दुई धाड़ी गेट पाखु पिला माने धाड़ी की छिड़ा से आमको सब स्लोगान करमको ये कले से जो स्वागत कले सेठी थिला प्रथम 2-3टा स्लोगान मोर मन पड़ुची गोटे हूँ गछ लगेगा कहापाई तार से आउ दले कहते आम पुओ झीओं आउ गोटे स्लोगान थिला गछ आमर जीवन धन दिई माटी पानी पवन आउ तृतीय स्लोगान थिला गछ 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 आउ सब कथा पछ से अनुप्राणित होकर सब करते बहुत कम होती नयगढ़ जिले में पुरी जिला थिला अविभक्त पुरी जिला थिला सेठी जो पहाड़ रे गोटे झरणा सुखी जाइला से झरणा भी पुणी थे आउ थे उज्जीवित होगा बहुत सबुजम होती से गोटे आंदोलन चलता जहाँ भी आम सामाजिक वनीकरण जो थिला संस्था से आम बहुत किसी शिखिलु से कार्यक्रम नहीं कि आम जो आरंभ है बर्तमान देखुचु ये जो 40-50 वर्ष भितर जो वृक्षारोपण जो अयमारंभ करते केन मुंशी 1950 मसीह सी बर्तमान गोटे से जो वृक्ष बा चारा से गोटे महाद्रुम परिणत है बर्तमान केवल वन विभाग नुहे कृषि विभाग उद्यान विभाग खनि विभाग समवाय विभाग शिल्प विभाग जो सब विभाग वन महोत्सव पालन कर स्वेच्छासेवी संगठन सब अच्छा से वन महोत्सव कर वृक्षारोपण कर लोक मान जागरूक कर प्रत्येक स्कूल कॉलेज रे ब्लॉक रे पंचायत रे सब वृक्षारोपण चली गोटे उत्सव बर्तमान हो महा उत्सव ग्रांड फेस्टिवल आज जमी रज उत्सव आम जमी रज समस्त पालन करती ये समय सबुठी देखिए आप किसी ना कि गच लगुच सब अनुष्ठान गच लगुच सब अनुष्ठान बहु अनुष्ठान को आमर जो परिवेश समितिर जो सभापति संपादक महोदय भी निमंत्रित हो जाऊँ मुझे बेले बेले केतक अनुष्ठान को जाए तेणु देखा जाउची
ଏଇ ଯୋଉ ପରିକଳ୍ପନା ସେ କରିଥିଲେ 1950 ରେ ମୁଁ ସେଠି ଭାବୁଛି ତାଙ୍କର ଗୋଟେ ଦୂରଦୃଷ୍ଟି ଥିଲା ଯେ ଗୋଟେ ସମୟ ଆସିବ ଯେତେବେଳେ ଗଛ ଆମର ଗୋଟେ କଣ ଅଭିନ୍ନ ଅଙ୍ଗ ହେଇଯିବ ବା ଗଛକୁ ଛାଡିକି ଆମେ ବଞ୍ଚି ପାରିବା ନାହିଁ। ତେଣୁ ସେଇ ଯୋଉ ପ୍ରଶ୍ନ ଯୋଉ କରିଥିଲେ ଲାବଣ୍ୟ ପ୍ରଭା ଉଚ୍ଚ ବାଳିକା ବିଦ୍ୟାଳୟ ନୟାଗଡ଼ରେ ଯୋଉ ପିଲାମାନେ ଯୋଉ କହୁଥିଲେ ଗଛ ଲଗେଇବା କାହା ପାଇଁ, ସେଇ ପ୍ରଶ୍ନ ମୋର ଏଇଟା ହଉଛି ଯୋଉ ତାତ୍ତ୍ୱିକ ତାତ୍ପର୍ଯ୍ୟ ରହିଛି ତା ଭିତରେ ମୁଁ ଭାବିଲି ଯୋଉ ପାରିପାର୍ଶ୍ବିକ ତାତ୍କାଳିକ ତାତ୍ପର୍ଯ୍ୟ ସହିତ ଗୋଟେ ତାତ୍ତ୍ୱିକ ତାତ୍ପର୍ଯ୍ୟ ଯୋଉ ରହିଥିଲା ଯେ କୃଷି ଯେହେତୁ ଅଗ୍ରାଧିକାର ଦିଆଯାଉଛି, କୃଷିକୁ କେମିତି ଆମେ ଜଙ୍ଗଲକୁ ପ୍ରୋଟେକ୍ସନ ଦବା ଏବଂ ସୁରକ୍ଷା କରିବା, ଗଛ ଲଗେଇବା, ଏଇ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ବନ ମହୋତ୍ସବର ପରିକଳ୍ପନା କରିଥିଲେ। ଏଇଟା ମୋ ମତ, ମୁଁ ଜାଣିନି ୟା ପଛରେ କିଛି ଐତିହାସିକ ତଥ୍ୟ ଅଛି ନା ନାହିଁ। ତେଣୁ ଏବେ ବର୍ତ୍ତମାନ ହଉଛି ପ୍ରଥମ କଥା ଆସୁଛି ଆମ ମନରେ ପ୍ରଶ୍ନ ଆସିବ ଆମେ କାହା ପାଇଁ ଗଛ ଲଗେଇବା, ଗଛ କାହା ପାଇଁ ଲଗେଇବା। ସେତେବେଳେ ଯୋଉ ସ୍ଲୋଗାନ କଥା ମୁଁ କହିଲି ସେ କହୁଥିଲେ, ସେମାନେ ଦଉଥିଲେ ଗଛ ଲଗେଇବା ଆମ ପୁଅ ଝିଅଙ୍କ ପାଇଁ। ଏ ମନେ ପଡିଲା ଗୋଟେ ସ୍କୁଲରେ ଆମେ ପଢୁଥିଲୁ ଯେତେବେଳେ ଜଣେ ଅଶୀତିପର ବୃଦ୍ଧ ଜଣେ ହାତ ଗୋଡ ଥରୁଛି, ସିଏ ଗୋଟେ ଗଛ ଆମ୍ବ ଗଛଟିଏ ଲଗଉଥିଲେ। ରାଜା ସେପଟେ ଯାଉଥିଲେ, ସିଏ ଯେତେବେଳେ ଦେଖିଲେ ସେ କୌତୂହଳ ହେଇକି ପଚାରିଲେ ଯେ କାହିଁକି ବୃଦ୍ଧ ମହାଶୟ କାହିଁକି ଆପଣ ଗଛ ଲଗାଉଛନ୍ତି, ଗଛର ଫଳ ତ ଆପଣ ଖାଇପାରିବେନି, ଆପଣ ତ ପରିଣତ ବୟସରେ ପହଞ୍ଚି ଗଲେଣି। ସିଏ ତାଙ୍କୁ ଉତ୍ତର ଦେଇଥିଲେ ଯେ ମୁଁ ଗଛ ଲଗାଉଛି ମୋର ପିଲା ଛୁଆଙ୍କ ପାଇଁ, ମୋର ନାତି ଅଣନାତିଙ୍କ ପାଇଁ, ମୋ ନାତି ନାତୁଣୀଙ୍କ ପାଇଁ। କାରଣ ଆପଣ ଏଇ ଯୋଉ ଆମ୍ବ ଗଛ ଦେଖୁଛନ୍ତି ଯାହାର ଫଳ ମୁଁ ଏବେ ଖାଉଛି, ତାକୁ ମୋର ଜେଜେ ଆପଣ ଜେଜେ ଏମାନେ ସବୁ ଲଗେଇଥିଲେ। ସେଇଠୁ ଆମେ ଚିନ୍ତା କରୁଥିଲୁ ଯେ ଗଛ ଲଗେଇବା ଯୋଉଟାରେ ଫଳ ଫଳିବ, ଯୋଉଟା ଆମ ଭବିଷ୍ୟତ ପିଢିଙ୍କ ପାଇଁ ମଧ୍ୟ ସହାୟକ ହବ। ଦ୍ୱିତୀୟ କଥା ଗୋଟେ ଆସିଲା ମୋର ଯେତେବେଳେ ମୋର କାର୍ଯ୍ୟ ସମୟରେ ଗୋଟେ 1999 ରେ ଆପଣ ମାନେ ଜାଣିଥିବେ ମହାବାତ୍ୟା ହେଇଥିଲା। ମହାବାତ୍ୟା ହେଇଥିଲା ବେଳେ ମୁଁ ସେତେବେଳେ ବୋଧେ ବନ ଉନ୍ନୟନ ନିଗମର ଥିଲି, ପରିବେଶ ବାଣିଜ୍ୟିକ ନିର୍ଦ୍ଦେଶକ ଥିଲି। ତେଣୁ ସେତେବେଳେ ଆମେ ଯୋଉ ଏରସମା ଅଞ୍ଚଳରେ ଯୋଉ ଜଗତସିଂହପୁର ଏରସମା ଅଞ୍ଚଳରେ ଯୋଉ ବୃକ୍ଷ ସବୁ ନଷ୍ଟ ହେଇଥିଲା, ଧ୍ୱଂସ ହେଇଥିଲା, ଆମକୁ ଦେଖିବାକୁ ପଠେଇଥିଲେ ଏବଂ କଣ କରାଯାଇ ପାରିବ। ମୁଁ ଏବଂ ମୋ ଅନ୍ୟ ଜଣେ ସହକର୍ମୀ ଆମେ ସେଠିକି ଯାଇଥିଲୁ। ସିଦ୍ଧାନ୍ତ ଦାସ ବୋଲି ଯିଏ ପରେ ଡିଜି ପରବର୍ତ୍ତୀ ପର୍ଯ୍ୟାୟରେ ଡିଜି ହେଲେ, ଆମେ ସେଠି ଯାଇଥିଲୁ। ଆମେ ଦେଖିଲୁ ଯେ ଯୁଆଡେ ଆଖି ପାଇବ ସିଆଡେ ଦେଖିବ ସବୁ ଗଛ ମାନେ ଭୁଲୁଣ୍ଠିତ ହେଇକି ପଡିଛନ୍ତି, ଯେମିତି ଯୁଦ୍ଧ ହେଇଛି ମହାଭାରତ ଯୁଦ୍ଧ, କଟା ମୁଣ୍ଡ ଯେମିତି ପଡିଥାଏ ସବୁ ଗଣ୍ଡି ଗୋଡେ ପଡିଥାଏ, ସେମିତି ସବୁ ଗଛ ପଡିଛନ୍ତି। ଆମେ ଅତି ବିଭତ୍ସ ଦୃଶ୍ୟ, ବହୁତ ଲୋକ ଜନଜୀବନ ହାନି ହେଇଥିଲା, 10,000 ଲୋକ ମରିଥିଲେ ବୋଲି ଅଫିସିଆଲ ଯାହା ରେକର୍ଡ ଅଛି। ଗଛ ତ ସବୁ ନଷ୍ଟ ହେଇଥିଲା। ସେତେବେଳେ ବି ଜଣେ ଥିଲେ ଆମର ଥିଲେ ତତ୍କାଳୀନ ମନ୍ତ୍ରୀ ଥିଲେ ସୁରେନ୍ଦ୍ରନାଥ ନାୟକ, ଅନେକ ବୋଧେ ଜାଣିଥିବେ, ଏବେ ଯାହାଙ୍କ ଦେହାବସାନ ଘଟିଲା। ସିଏ କହିଥିଲେ ସରକାରଙ୍କୁ ଯେ ଯଦି ଏଇ ଯୋଉ କୋଷ୍ଟାଲ ସେଲ୍ଟର ପ୍ଲାଣ୍ଟେସନ ଟା ଥାନ୍ତା ପୁରା, ତାହେଲେ ଆମର ହୁଏତ ଏଠି ଆଉ ଏମିତି ପାଣି ପଶି ନଥାନ୍ତା, ସମୁଦ୍ର ଜଳ ଏମିତି ପଶି ଆସି ନଥାନ୍ତା। ସେତେବେଳେ ଗୋଟେ କୋଷ୍ଟାଲ ସେଲ୍ଟର ପ୍ଲାଣ୍ଟେସନ କରାହେଇଥିଲା, ସମୁଦ୍ର ଉପକୂଳରୁ ବାତ୍ୟାରୁ ବା ସମୁଦ୍ର ଜୁଆର ମାଡି ଆସିବାରୁ ଭୂଭାଗକୁ ରକ୍ଷା କରିବାର ସହାୟକ ହବ। ସେଇ ଯୋଉ ମାନେ ଗୋଟେ ପ୍ରାୟ ଯେତେ ହାଫ କିଲୋମିଟର ଆଭରେଜ ୱେଡଥରେ ଗଛ ପ୍ରାୟ ପାଖାପାଖି 200 କିଲୋମିଟର ପର୍ଯ୍ୟନ୍ତ ଲାଗିଥିଲା। ଆମର 480 କିଲୋମିଟର ଯୋଉ ଅଛି ତା ଦେହରେ ପ୍ରାୟ 280 ବା 300 କିଲୋମିଟର ପର୍ଯ୍ୟନ୍ତ ଲାଗିଥିଲା। ଏଇଟା କାହିଁ ମୁଁ କହୁଛି, ଏଇଟା ମୋର ଜଣେ ବନ୍ଧୁ ସେତେବେଳେ କହୁଥିଲେ, ସେ ଅକ୍ସଫୋର୍ଡ ୟୁନିଭର୍ସିଟି ଯେତେବେଳେ ରିସର୍ଚ୍ଚ କରୁଥିଲେ, ସେ କହୁଥିଲେ ସେଠି ସେଇଟା ଏମାନଙ୍କର ଏଇ ଜିନିଷଟା ଥିଓରି ଭାବରେ ମଧ୍ୟ ପଢା ଯାଉଛି। ଯେ ଯୋଉ କୋଷ୍ଟାଲ ସେଲ୍ଟର ପ୍ଲାଣ୍ଟେସନ ଓଡିଶାରେ ହେଇଛି, ସମୁଦ୍ର ଉପକୂଳରେ ଯୋଉ ଝାଉଁ ଗଛ ଲାଗିଛି, ଧାଡି ଧାଡି ହେଇକି ଝାଉଁ ଲାଗିଛି, ସେଇଟା କେମିତି ସୁରକ୍ଷା ଦଉଛି ବାତ୍ୟା ଇଏରୁ, ସେଇଟା ସେମାନଙ୍କୁ ମଧ୍ୟ ପଢା ଯାଉଛି। ତେଣୁ ସେ ବି ସେ ଠିକ କଥା କହିଲେ ଯେ ଯଦି ସେ ଗଛ ଗୁଡା ଲୋକ କାଟି ନେଇ ନଥାନ୍ତେ, ଗୋଟେ ଜାଗା ଓପନ ହେଇଯାଇ ନଥାନ୍ତା, ସମୁଦ୍ର ପାଣି ଏମିତି ମାଡି ଆସିକିରି ସେଇ ଏରସମା ଅଞ୍ଚଳକୁ ଏମିତି ଧ୍ୱସ୍ତ ବିଧ୍ୱସ୍ତ କରିପାରିନଥାନ୍ତା। ତେଣୁ ସେତେବେଳେ ଆମେ ଆସିଲୁ, ରିପୋର୍ଟ ଦେଲୁ ସରକାରଙ୍କୁ ଯେ ଗୋଟେ ବ୍ୟାପକ ଭାବରେ ବୃକ୍ଷରୋପଣ କରାଯାଉ। ନେକ୍ସଟ ବଜେଟରେ ଏଇ ବିଷୟରେ ବହୁତ ଅଧିକ ଅର୍ଥ ବରାଦ ରଖିକିରି ବୃକ୍ଷରୋପଣ କରାଯାଉ। ସେତେବେଳେ ମନେ ଆସୁଥିଲା ଯେ ବର୍ତ୍ତମାନ ବୃକ୍ଷରୋପଣ ଟା କାହା ପାଇଁ ହଉଛି, କାରଣ ବ୍ୟକ୍ତି ବିଶେଷ ପାଇଁ, କାହା ସ୍ୱାର୍ଥରେ ବୃକ୍ଷରୋପଣ ହଉଛି ନା ସାମୂହିକ ସମାଜର ଉନ୍ନତି ପାଇଁ ହଉଛି। ଏଇଟା ହେଲା ଦ୍ୱିତୀୟ ପର୍ଯ୍ୟାୟ। ତୃତୀୟ ପର୍ଯ୍ୟାୟ ହେଲା ଯେତେବେଳେ ଗତ ଗ୍ରୀଷ୍ମ ଋତୁରେ ଆପଣ ସମସ୍ତେ ଜାଣିଥିବେ, ସମସ୍ତେ ଅସହାୟ ରୋଧ ତାପରେ ଛଟପଟ ହେଇଗଲେ, ଚିଜି ଗଲେ। ସେତେବେଳେ ଯାହା କୁହାଯାଏ ଗୋଟେ କଣ ହିଟ୍ ଆଇଲାଣ୍ଡ ଏଫେକ୍ଟ, ସହର ଯଦି ଦୀପ ଭଳି ଧରାଯାଏ, ତାର ଯୋଉ ଉତ୍ତପ୍ତିକରଣ ହଉଥିଲା, ସେଇ ଯୋଉ ଏଫେକ୍ଟ ହଉଥିଲା, ସିଣ୍ଡ୍ରମ ଯୋଉଟା କୁହାଯାଏ, ସଂଯୋଗିକ ହିଟ୍ ଆଇଲାଣ୍ଡ ସିଣ୍ଡ୍ରମ, ସେଥିରେ ସମସ୍ତେ ଯେତେବେଳେ ଛଟପଟ ହଉଥିଲେ, ସେତେବେଳେ ବି ସ୍ୱର ଉଠିଲା ଯେ ନାଇଁ, ଗଛ ଆମେ ନିଜ ପାଇଁ ଲଗେଇବା, ଅନ୍ୟ କାହା ପାଇଁ ଲଗେଇବା ତ ଠିକ କଥା, ଲଗେଇଲେ ତ ସେଟା ସାମୂହିକ ସମାଜର ଉନ୍ନତିରେ ଲାଗିବ, ସାମୂହିକ ବିକାଶରେ ନିଶ୍ଚୟ କାର୍ଯ୍ୟ କରିବା ଫଳପ୍ରଦ ହବ। କିନ୍ତୁ ଆମେ
जो ये करवा गछ लगे आम निज पे लगे कारण निज को जदि आम सुरक्षित न रखी पारिबा सहर को जदि रौद्रताप रक्षा न करि पारिबा हमर जो सहर जो गली उपगली रे अछि रास्ता रही ताकू जदि वनीकरण न करि पारिबा मेन रास्ता को छाड़ी देकरी मेन रास्ता भी लगे पारे एटा भी लगे पारे एवं जो घर बाड़ी अछि ता चारिपटे जदि गछ न लगेबा ताहले आमे ठंडा रही पारिबानी ठंडा रहइबनी ए जो रौद्रताप बढ़ी बढ़ी चलीची विश्व तापन तापमात्रा बढ़ी बढ़ी चलची एमिति दिने आसीबो हमर एसी भी काम करिवनी आ एसी आमे जति चलेबा सेति वायुमंडल भी उत्तप्त हबो अंगारकाम्ल निर्गत हबो तेणु गछ लगेबा आमे निजे निज बचिया पे भी गछ लगेबा को भाबिली कारण जेमति कथारे अछि आपे बंचिले पापर ना आग प्रथमे निजको सुरक्षित करिवा निजर परिवार को सुरक्षित करिवा एथिपे आमे गछ लगेबा को ये करिवा चेष्टा करिवा एई तीनटा कारण आमे सतले गछ लगेबा को बर्तन भाबुची गछ लगेबा माने केवल व्यक्ति विशेष पे ही पारे निज पे ही पारे समाज पे ही पारे एवं हमर पृथ्वीर सब जीवा पे ही पारे दुई प्रकार लोक ए भितरे शामिल हे पारନ୍ତି जो माने पृथ्वी को भल पाती सेमान तो गछ निश्चय लगेबे जो लव अर्थ दे सेमान तो लगेबे जो माने भी ए विषय सचेतन नहंती हमर केमति गोटे ग्रीनरी हवा पे सब जीवा परिवेश हवा पे हम निश्चय गछ लगाए को आग्रह हेबे आ सेतबेले जो गछ केवल लगौतले जे आग काळे भी लगौतले लोक सेतबेले लगौतले काम लगौतले ऑकेजनल लगौतले कि कहार गोटे कोन ऑकेजन हला जेमति गोटे उत्कामंड जेमति ଯେତେବେଳେ ପ୍ରଥମେ ଆସିଲେ ସେ ଜନ୍ ହିଲମ୍ୟାନ୍ ସିଲସନ୍ ଆସିଲେ କଲେକ୍ଟର ଯିଏ ଥିଲେ କୋଏମ୍ବାଟୁର ସେ ପ୍ରଥମେ ଗୋଟେ ଉତ୍କାମଣ୍ଡ ପ୍ରତିଷ୍ଠା କଲେ ତାଙ୍କ ନିଜ ଘରଟି କଲେ ସେଠି ଗୋଟେ ଓକ୍ ଗଛ ଲଗେଇଥିଲେ କୋଉଠି କିଏ ଅବଶ୍ୟ କିଏ ଯଦି ମରି ଯାଉଥିଲା ମହାପ୍ରାଣ ହଉଥିଲା ତାର ବି ସ୍ମୃତିରେ ବି ଲଗା ଯାଉଥିଲା କିନ୍ତୁ ବର୍ତ୍ତମାନ ସମସ୍ତେ ଲଗଉଛନ୍ତି ସବୁ ପିତା ମାତାଙ୍କ ସ୍ମୃତିରେ ଲଗଉଛନ୍ତି ଇଏରେ ଲଗଉଛନ୍ତି ନିଜ ବିବାହ ବାର୍ଷିକରେ ଲଗଉଛନ୍ତି ପୁଅ ଝିଅଙ୍କ ଜନ୍ମଦିନରେ ଲଗଉଛନ୍ତି ଏବଂ କିଏ ବାହାରୁ ଯଦି କୌଣସି ଅତିଥି ଆସୁଛନ୍ତି ବିଦେଶରୁ ଆମ୍ବାସାଡର ଆସୁଛନ୍ତି ବା ଅତିଥି ଆସୁଛନ୍ତି ସେମାନେ ରାଜଘାଟ ଯାଇକିରି ଗୋଟେ ଗଛ ଲଗଉଛନ୍ତି କୌଣସି ଉଦ୍ଘାଟନ ଉତ୍ସବ ହେଲେ ଗୋଟେ ଗଛଟିଏ ଲାଗୁଛି ଉଦ୍ଘାଟନ ହଉଛି ଗଛଟିଏ ବି ଲଗାଯାଉଛି ତେଣୁ ଏହା ବର୍ତ୍ତମାନ ଗୋଟେ ଉତ୍ସବରେ ପରିଣତ ହେଇଗଲାଣି ଏଇଠି କହିବା କଥା ଖାଲି ଗଛଟିଏ ଲଗେଇଦେଲେ ହବ ନାହିଁ ତେଣୁ ଗଛଟିର ଯତ୍ନ ବି ନେବା ଦରକାର ଆମର ଯୋଉ ଥିଲା ପରିବେଶ ଦିବସ ଯୋଉ ଗଲା ଜୁନ 25 ତାରିଖରେ ଯୋଉ ଗଲା ସେତେବେଳେ ପ୍ରଧାନମନ୍ତ୍ରୀ ଗୋଟେ ଦେଇଥିଲେ ଯେ ଏକ ପେଡ ମା के नाम माने मार उद्देश्य स्मृति उद्देश्य गोटे गछ लगा जाऊ ए वर्षर वन महोत्सव भी सेही थीम को रखा हिची जेहेतु गोटे मास आगुरु देइथिले सेही थीम को मध्ये रखा हिची माने मां को नाम रे आमे गोटे गोटे गछ लगा जाऊ से जीवित अवस्था रे तांको स्मृति रे लगा तांको उद्देश्य लगा जाऊ यदि देहावसान हिची भी तांको उद्देश्य स्मृति रे लगा जाऊ तेणु एई कथाटी कहया पछरे मु भाबते आ गोटे तात्पर्य रहिची मां को नाम रे काई लगा जीवो निज ना रे काई न लगा जीवो निज पिला मान ना रे काई न लगा जीवो तांकर जन्मदिन कहीं न लगा विवाह वार्षिक कहीं न लगा आमर जोटा बर्तमान करा गोटे स्मृति वन ये अच्छी बहुत जगह भी स्मृति वन सब लगौंट माँ नाम उद्देश्य है जे माँ जमती छुआ मान जत्न लालन पालन करती हानि माने सुविधा सुजोग देखी सुविधा देखी खाया पीवा दिखती बढ़ाती जत्न सहित बढ़ाती सेमती गछटी खाली लगेदेले हम नहीं बढ़ेवा दरकार जत्न ना दरकार गाई गोरु आक्रमण रक्षा करा दरकार उपयुक्त सार और पानी दबा दरकार खरा दिने पानी दबा दरकार घास बाछवा दरकार गछटी बढ़ेवा जमती हूँ तो मार नाटी बोधे प्रधानमंत्री नहीं थे पारती कारण मार सेवा मार जत्न नहीं कि जब आम गछटी बढ़ेवा से गछटी जो बड़ हम से गछटी आम निजे लगे गचरे यदि फलटे फलिला फूलटे फुटिला केते आनंद न लगे ये गोटे जो निकट गोटे वन महोत्सव उत्सव को मुझे समवाय अनुष्ठान राज्य समवाय अनुष्ठान को एठिकार जी सिटी डीएफओ अच्छा शतपथी महोदय सी गोटे फटो आणिक देखेले गोटे 1983 मसीह गोटे लगे सॉरी 2013 मसीह लगे आमर तत्कालीन मुख्यमंत्री नवीन पट्टनायक लगे जो आईआरसी विलेज स्कूल लगे गोटे फासी गछ लगे प्रति वर्ष ये तो वन महोत्सव है सी फासी गछ लगे गला वर्ष से निहला 10 वर्ष भितर देखले गछटी बढ़ी कैसर अवस्था सी भाव विहल हो जाते मो कह कथा खाली मुख्यमंत्री हिसाब से भाव विहल हो गले मुझे कहूना आपण मैंने भी जब निजे गोटे गछ लगे से गछटी जब बढ़े फलटे फल से फलटी खाଇବା तोड़ला बेले फूलटे फुटिले से फूलटी तोड़ला बेले आपण मैंने भी तो भाव विहल हो से जो आत्मिक भावना आत्मिक चेतना जो आसो सेटा ही वृक्षरोपण परंपरा गोटे उद्देश्य हासिल कर अनुभव करी ये तो गला वृक्ष आम कहीं लगे कौ ये लगे आ गोटे जिनस आसपे वृक्षर आम कौन उपकार मिलूँ कौन आम वृक्ष लगे क्या लगे जमी कौन भी लगे
वर्तमान जो परिस्थिति ହେଇଛି ସେଥିରେ जो विश्वतापन बढ़ी बढ़ी ଚାଲୁଛି ଏଇଟା ଦେଖା ଯାଉଛି ଯେ ଜଙ୍ଗଲ ସହିତ ଏହାର ଗୋଟେ କିଛି ସମ୍ପର୍କ ରହିଛି କାରଣ ଜଙ୍ଗଲ ହଉଛି ଗୋଟେ ଜିନିଷ ଆମର ଯୋଉଟା ତାର ତ ଯୋଉ ରହିଛି ମୌଳିକ କଥା ମୁଁ କହିବି ଗୋଟେ ମୁଖ୍ୟ ହଉଛି ଜଙ୍ଗଲ ଆଉ ସମୁଦ୍ର ଏ ଦିଟା ହଉଛନ୍ତି ଅଙ୍ଗାରକ କୁଣ୍ଡ ଏମାନେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରନ୍ତି ସମୁଦ୍ର ବି ନିଏ ଏବଂ ଜଙ୍ଗଲର ଗଛ ବି ପତ୍ର ଜରିଆରେ ନେଇକି ତାର ଯୋଉ ଗଣ୍ଡି ଚେର ଡାଳ ଶାଖା ପ୍ରଶାଖାରେ ସାଇତିକି ରଖେ କିଛି ଅଙ୍ଗାରକାମ୍ଳ ନେଇକିରି ସେ ତାକୁ ହରିତ କଣିକା ପତ୍ର ହରିତ କଣିକା ସୂର୍ଯ୍ୟାଲୋକ ଏବଂ ତଳରୁ ଯୋଉ ଅମ୍ଳ ଜଳୀୟ ଅମ୍ଳ ନେଇକିରି ସେ ତାକୁ ଶର୍କରା ଜାତୀୟ ଖାଦ୍ୟରେ ପରିଣତ କରେ ଶକ୍ତିରେ ପରିଣତ କରେ କିଛି ସେଇ ଖାଦ୍ୟକୁ ଖାଇକିରି ଜୀବଜଗତ ବଞ୍ଚନ୍ତି ଏବଂ ତାକୁ ବାକି କିଛି ଷ୍ଟୋର କରିକି ରଖେ ତେଣୁ ଏଇ ଉଭୟ ସମୁଦ୍ର ଏବଂ ଜଙ୍ଗଲ ମିଶିକିରି ଆମର 50% ଅଙ୍ଗାରକାମ୍ଳ ଶୋଷଣ କରନ୍ତି ତେଣୁ ଆମେ ଯେତେ ଶିଳ୍ପ କଳକାରଖାନା କରୁଛେ ଯେତେ ଆମେ ବିକାଶ କରୁଛେ ଯେତେ ବିକାଶର ପାହାଚରେ ଉପରକୁ ଚଢି ଚଢି ଚାଲିଛେ ଆମେ ଦେଖିବା କଥା ଯେ ଆମେ ସେତିକି ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ମାନେ ନିର୍ଗମନ କରୁଛେ ବା ଉତ୍ସର୍ଜନ କରୁଛେ ତେଣୁ ବାୟୁମଣ୍ଡଳ ଅଙ୍ଗାରକାମ୍ଳ ମାତ୍ରା ବଢି ବଢି ଚାଲିଛି ଏଇଟାକୁ ଯଦି ଆମେ ଅଙ୍ଗାରକ କୁଣ୍ଡ ଆମର ନରକି ଶୋଷି ନ ପାରିବ ଆମେ ଯୋଉ ଟେକ୍ନୋଲୋଜିକାଲି ଯଦି ଚାହିଁବା ଅଙ୍ଗାରକୁ ଶୋଷିବା ପାଇଁ ସେଟା ସମ୍ଭବ ନାହିଁ ଲୋକ ଚେଷ୍ଟା କରୁଛନ୍ତି ବୈଜ୍ଞାନିକ ମାନେ ହୁଏତ ହେଇପାରେ କିଛି ଦିନ ପରେ ବର୍ତ୍ତମାନ ସୁଦ୍ଧା ଏଇ ଦିଟା ପ୍ରାକୃତିକ ଆମର ନ୍ୟାଚୁରାଲ କୁଣ୍ଡ ଅଙ୍ଗାରକ କୁଣ୍ଡ ରହିଛି ତେଣୁ ସେଟା ଗୋଟେ ଶୋଷି ଦେଇପାରନ୍ତି କିନ୍ତୁ ଦ୍ୱିତୀୟ କଥା ହେଲା ଏଇଟା ଅଙ୍ଗାରକାମ୍ଳ କରନ୍ତି ଏବଂ ତା ବଦଳରେ ଯୋଉ ସରକାର ଜାତୀୟ ଖାଦ୍ୟ କରନ୍ତି ଅମ୍ଳଜାନ ଛାଡନ୍ତି ତେଣୁ ଅମ୍ଳଜାନ ବି ଆମେ ନିଶ୍ୱାସରେ ଜୀବଜଗତ ନେଇକି ଗ୍ରହଣ କରି ବଞ୍ଚୁଛୁ ଦୁଇଟା ଜିନିଷ ସେ କରୁଛି ଗୋଟେ ଅଙ୍ଗାରକାମ୍ଳକୁ ଶୋଷି ନେଇକିରି ଗଚ୍ଛିତ କରି ରଖୁଛି ବୃକ୍ଷ ଯେପର୍ଯ୍ୟନ୍ତ ବଢୁଛି ତା ଯେପର୍ଯ୍ୟନ୍ତ ମରିନି ସେ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ତା ଦେହରେ ଗଚ୍ଛିତ ହେଇକି ରହିଛି ବୃକ୍ଷ ମରିକିରି ଯେତେବେଳେ ଭୂପତ ହେଇଯାଏ ଏଇ ଅଙ୍ଗାରକାମ୍ଳ ନିର୍ଗମନ ହେଇଯାଏ ବାହାରକୁ ପୁଣି ବାହାରକୁ ସେମାନେ ବାହାରି ଆସନ୍ତି ବାୟୁମଣ୍ଡଳକୁ ବାହାରି ଆସନ୍ତି ତେଣୁ ଆଗରୁ ଯୋଉ କୁହାହଉଥିଲା ଯେ ଗଛ କାଟିକି ଆମର ଯୋଉ ଘର ଦ୍ୱାର ଆସବ ପତ୍ର ଖଟ କବାଟ ସରକାର କରୁଛନ୍ତି ଏବେ ସେଟାକୁ ଓଲଟି ଗଲାଣି ସେ ଜିନିଷ କହିଲେଣି ନାଇଁ ନାଇଁ ଗଛଟାକୁ ଯଦି ମାନେ ଆଉ ବଢୁନେଇ ତାକୁ କାଟି ନେଇକିରି ତମେ ତାକୁ ଆସବ ପତ୍ର ବ୍ୟବହାର କରିକି ରଙ୍ଗ ଦେଇଦିଅ ରଙ୍ଗ ଦେଲେ ପୁଣି 99 ବର୍ଷ ପର୍ଯ୍ୟନ୍ତ ସେ ଆଉ ଅଙ୍ଗାରକାମ୍ଳ ବାହାରକୁ ଉତ୍ସର୍ଜନ କରିବ ନାହିଁ କିନ୍ତୁ ସେ ତା ସାଙ୍ଗରେ କହୁଛନ୍ତି ତମେ ପ୍ରାକୃତିକ ଜଙ୍ଗଲ କାଟ ନାହିଁ ଗଛ ଯୋଉଟା ସୋସିଆଲ ଫରେଷ୍ଟ୍ରି ଆମେ ସାମାଜିକ ବନୀକରଣରେ କହୁଥିଲୁ ଯେ ଗଛକୁ ତମେ ଜଙ୍ଗଲକୁ ତମ ଗାଁ ପାଖକୁ ନେଇ ଆସ ତମ ଗାଁ ପ୍ରତି ଗାଁ ପାଖରେ ଗୋଟେ ଗ୍ରାମ୍ୟ ଜଙ୍ଗଲ ଅଛି 10 ହେକ୍ଟର ପରିମିତ ଜାଗା ଅଛି ଯାହାକୁ ଗ୍ରାମ୍ୟ ଜଙ୍ଗଲ କୁହାହଉଛି 5 ହେକ୍ଟର ସଂସ୍ଥାନ ଅଛି ସେଇ ଜାଗାରେ ତମେ ଗଛ ଲଗାଅ ଏବଂ ସେଇ ଗଛରୁ କାଠ କାଟିକିରି ତମେ ବ୍ୟବହାର କର ଆସବାବ ପତ୍ର ବ୍ୟବହାର କର ଘରରେ ବ୍ୟବହାର କର ଖୁଣ୍ଟ କର ଓରା କର ଶ୍ରେଣୀ କର ଯୋଉ କବାଟ ଝରକା କର ଏଇଟା କୁହାହଉଛି ବର୍ତ୍ତମାନ କୁହାହଉଛି ଏଇ ଯୋଉ ତିନିଟା ଆମର ମୌଳିକ ଆବଶ୍ୟକତା ବର୍ତ୍ତମାନ ରହିଛି ଯେ ମାନେ ବିଶୁଦ୍ଧ ଅମ୍ଳଜାନ ଯେମିତି ଦରକାର ବଞ୍ଚିବା ପବନ ନିଶ୍ୱାସ ପ୍ରଶ୍ୱାସରେ ବା ଶ୍ୱାସକ୍ରିୟା ନେବା ପାଇଁ ଅମ୍ଳଜାନ ଦରକାର ବା ବିଶୁଦ୍ଧ ପେୟ ଜଳ ଦରକାର ତା ଛଡା ଖାଦ୍ୟ ଦରକାର ଆହାର ଦରକାର ଏ ତିନିଟା ଆମ ବୃକ୍ଷ ଦଉଛି କାରଣ ଆମର ଯୋଉ ପରିବେଶର ଯୋଉ 5ଟି ଅଙ୍ଗ ରହିଛି ଆମେ 5ଟି କଡି ତାକୁ କୁହାଯାଏ ମୁଁ ତାକୁ ପରିବେଶ ପଞ୍ଚାମୃତ କହିଛି ତାହା ଉପରେ ମୁଁ ଗୋଟେ ବହିଟେ ବି ଲେଖିଛି ସେ ହେଲା ଜଳ ବାୟୁ ମାଟି ଉଦ୍ଭିଦ ଜଗତ ଜୀବ ଜଗତ ଏଇ 5ଟି କଡି ଭିତରୁ 4ଟି କଡି ଛାଡିଦେଲେ ଉଦ୍ଭିଦ ଜଗତ ହଉଛି ଗୋଟେ କଡି ଯିଏ ହଉଛି ମୌଳିକ ଉତ୍ପାଦନକାରୀ ଯିଏ ନିଜେ ନିଜର ଖାଦ୍ୟ ପ୍ରସ୍ତୁତ କରିପାରେ ଆଉ କେହି କରିପାରିବେନି ଏ ସମସ୍ତ ଜୀବ ଜଗତ ତାରି ଖାଦ୍ୟକୁ ନେଇକିରି ଗ୍ରହଣ କରି ବଞ୍ଚୁଛନ୍ତି ତେଣୁ ଗଛ ଧାନ ହଉ ମାଣ୍ଡିଆ ହଉ ବା ଗଛର ଫଳ ହଉ ପତ୍ର ହଉ ଛତୁ ହଉ କନ୍ଦା ହଉ ଏଇ ଯୋଉ ଜିନିଷଟା ଉଦ୍ଭିଦ ଜଗତ ଆମକୁ ଦଉଛି ସେଇଟା ହିଁ ସମସ୍ତଙ୍କର ଖାଦ୍ୟ ଆମେ 15% ଉଦ୍ଭିଦ ଭିତରୁ ଆମର ସବୁ ସାରା ବିଶ୍ୱର ଖାଦ୍ୟ ସମସ୍ୟା ବି ମେଣ୍ଟି ପାରୁଛି ତେଣୁ ଏଇ ଖାଦ୍ୟ ବି ଆମକୁ ଯୋଗଉଛି ଅମ୍ଳଜାନ ବି ଦଉଛି କାରଣ ସେ ଗୋଟିଏ ଗଛ ଗୋଟେ ସାଧାରଣତଃ ଯଦି ଗୋଟେ ବଢନ୍ତା ଗଛ ଦେଖିବେ ସେ ବର୍ଷକୁ ପ୍ରାୟ 46-48 ପାଉଣ୍ଡ ସେ ଅଙ୍ଗାରକାମ୍ଳ ଶୋଷଣ କରିଥାଏ କିନ୍ତୁ ବର୍ଷକୁ ଗୋଟେ ବଢିବା ଗଛ ବଢୁଥିବା ଗଛ ପ୍ରାପ୍ତବୟସ୍କ ଗଛ ସେ 260 ପାଉଣ୍ଡ ଅମ୍ଳଜାନ ଦିଏ ଏଟା ହିସାବ କରି ଦେଖାଇଛି ଯୋଡିଏ ବଢିଆ ଗଛ ତମ ଘର ପାଖରେ ଅଛି ତମର 4 ଜଣିଆ ପରିବାର ପାଇଁ ଅମ୍ଳଜାନ ସେ ସମ୍ପୂର୍ଣ୍ଣ ରୂପେ ଅମ୍ଳଜାନ ସେ ଯୋଗେଇ ଦେଇ ପାରିବ ତେଣୁ ଏଇ ସବୁ କାରଣ ଏଇ ଯୋଉ 3ଟା କାରଣ ହେଲା ମେନ୍ କାରଣ ତା ଛଡା ତ ଅନ୍ୟ ପରିସ୍ୱାସ୍ଥ୍ୟ ସେବା ଅଛି ଜଙ୍ଗଲ ଆପଣ ମାନେ ଜାଣିଛନ୍ତି ଯେ ଜଳଚକ୍ର ସଞ୍ଚାଳନ କରୁଛି ବର୍ଷା ହବାରେ ସାହାଯ୍ୟ କରୁଛି ମୃତ୍ତିକା ସଂରକ୍ଷଣ କରୁଛି କାରଣ ବୃକ୍ଷର ଚେର ମାଟିକୁ ଜାବୁଡି ଧରିକିରି ଗଛକୁ ମାନେ ମୃତ୍ତିକାକୁ ସଂରକ୍ଷଣ କରୁଛନ୍ତି ତାପରେ ତେଣୁ ବିଲ ବାଡିରେ ଫସଲ ହେଇପାରୁଛି କାରଣ ମୁଖ୍ୟ ମୃତ୍ତିକା ରହିଛନ୍ତି ଯଦି ପାହାଡିଆ ଅଞ୍ଚଳରେ ଯଦି ଗଛ ନଣ୍ଡା କରିଦେବେ ଇଏରେ ସେ ମୃତ୍ତିକା ଧସି ଆସିକି ଯାଉଛି ତଳେ ଯୋଉ ଚାଷ ହଉଛି ମଧ୍ୟ ହେଇପାରିବନି ସେ ଯୋଉଥିରୁ ସୃଷ୍ଟି ହେଇଥିଲା ଚିପକୋ ଆନ୍ଦୋଳନ ସୃଷ୍ଟି ହେଇଥିଲା କାରଣ ସେତେବେଳେ ସେମାନେ ଦେଖିଲେ ଆମେ ଯଦି ଗଛ କଣ୍ଟ୍ରାକ୍ଟର କାଟି ଦଉଛି
आमर जो चाषबास आम तलांचल करुचे सी हम ना और चाष भी भल फसल हम ना बन्या बात्या भी आसो तेणु से गछ को कुंडे धरिकी सेठिकार गढ़वाल अंचल से लोक मैंने से भी चिपको आंदोलन सृष्टि करते तार भी 50 वर्ष भी पूरण होती 24 ये 74 मसीहा सरी 50 वर्ष तले से करते 74 मसीह से यहाँ आरंभ करते मार्च मसरे करते 24 तारिख करते तेणु युड़िक संस्था विषय आम जो कहे यही कारण सब गछ कहीं लगे क्या लगे कौन पे लगेगा बर्तमान जो आमर जो परिवेश विश्व तापन विश्व तापन जलवायु परिवर्तन होती तार गोटे अकाट्य जो हूँ प्रतिहत कर उपाय हूँ वृक्षरोपण जंगल जमी बढ़े चलवा समस्त आमर रही 33% जंगल कर सब विश्व सारा भी से दृष्टि से जंगल परिसीमा बढ़ाऊँ प्राकृतिक जंगल को नष्ट होगा दौना गछ तो रोपण कराऊँ कारण प्राकृतिक जो आम रोपित जंगल जोटा करुचे लगे प्लांटेशन कौचे सेटा केबे प्राकृतिक जंगल विकल्प हो पारे प्राकृतिक जंगल 4-4टा स्टेयर अच्छी ऊपर स्तर मध्यम स्तर निम्न स्तर एकदम तल ग्रास भी ग्रास माने घास बुणा बुदा छोट छोट बुदा रोचे जोटा आम रोपित बनरे प्लांटेशन हो पारे तेणु प्राकृतिक जंगल को आम सुरक्षा दवा सहित ये जो जंगल रही आमर जो रोपण कर लगे बढ़ी पार आमर जदि प्रत्येक गोटे गोटे गछ लगाती जदि भी 50% लोक लगाती आम 140 कोटी लोक 70 कोटी गछ प्रति वर्ष लगी पार लगे तो नुहे जहाँ कहूँ तार सुरक्षा रक्षणाबेक्षण कर बढ़ेकि केमती से बड़ हम से दायित्व ने सेमती जड़े थे आमर आसाम जड़े थे सी बहुत गछ लगे फरेस्ट मैन ऑफ इंडिया कह जाए सी प्राय 40 कोटी गछ लगे जीवदशा भितर सरी 4 कोटी गछ लगे सारी 40 वर्ष भितर लगे सारी ना टी हूँ लिखी थांगाई ना सॉरी जादव जादव मलाई पाएंग मोला दादा मोला हाँ जादव मलाई पाएंग सी फरेस्ट मैन ऑफ इंडिया कहूँ से बहुत लगे सेमती आम समस्त प्रतिज्ञा करने कथा जे वर्तमान समय गछ जो काटी जाऊँगी कटा हूँ प्रतिहत करने कथा कारण निकट में अनेक हूँ जानते भुवनेश्वर बहुत भी लेखा बाहर बंधु मैंने लिखी एमएलए कॉलोनी जो से जो एक गोटिया घर अच्छी काटी उठे 5 तला घर करने प्राय 500 पाखापाखि पुरातन गछ काटी से करंज थिला आंब थिला बर थिला अशोक थिला ये सब गछ थिला से गछ गुड़ा केते काम दौला से अनुमान करें कारण जो गाँ गहली लोक मैंने एमएलए मान भेटिक आसुले से दरकार पड़े से गचर पिंडी रात चादर पारिक शोई जाऊे छाई बसुले तेणु से गुड़ा काटिदेले परिवर्तन आम गछ लगे जो कहे गोटे गछ काटिले 10टी गछ लगे कारण गोटे गछ माने गोटे पुत्र 10टी गछ गोटे गछ 10टी पुत्र संगे सामान बोली कहुई तेणु आम 10टी गछ लगे जो कहे से गछ कौटी लगुच के लगुच तार परिवर्तित परिवर्तन होउची कि नहीं से विषय में आम सचेतन नौ तेणु से दृष्टि आम जो लगौचे पथ पार्श्व वनीकरण करुचे रास्ता कड़े गछ लगुचे किंतु ताकू जदि केयर न नवा से जदि गैबियन न दबा ताले से गछ खाई नष्ट हो जो हिट आइलैंड इफेक्ट है मुझे 2टा प्रस्ताव देती मो प्रस्ताव किसी ग्रहण करेंगे सरकार मुझे जानी नहीं मुझे कही सहर में आप जोटा मुख्य रास्ता अच्छे छाड़ू से पिचु हो कि जो गली उपगली जो रास्ता है पिचु करतुनि से मटीटा उन्मुक्त रो मटी हेले पिचु हेले कौन से जो सूर्यालोकटा को अब्जर्व कर दौची शोषी दौची जेहतु गली गुड़ा संकीर्ण से विकृत होकर बाहर को जापर तेणु उत्तप्त होकर रोचे हिट आइलैंड इफेक्ट कहते तेणु मुझे से गछ गुड़ा रो मटी रास्ता रो घास रो से दीपटे गछ लगा जाऊ उपयुक्त गछ लगा जाऊ जोड़ा बेसी अंगारकाम्ल शोषण एमती गछ गुड़िक अच्छी कौ गछ के अंगारकाम्ल शोषण करे कौ गछ के पल्यूशन धूली धुआं शोषण करें पल्यूशन रोकी पारे से सब नहीं लगा जाऊ आर्बिट्रारी गछ न लगा जाऊ ये देती गोटे से सजेसन देती के दूर सत से आ जो गछ आम लगौचे केमती रक्षणाबेक्षण करा जाऊ कारण से जो गैबियन दौचे जो बाउंस लगे लगौचे लोक छिंडे नहीं जाऊँ लोक भी आम लगा मुझे देखुची लगा गछ ये जी घर करुच्ची घर करनी से गछ काटी दौची तेणु एटी गोटे बेले बेले से सजेसन भी आम देचु सरकार को जमती दिल्ली रे तमिलनाडु रे महाराष्ट्र रे ट्री एक्ट अच्छी पश्चिम बंग
ମାନେ ଗଛ କାଟିଲେ ପନିସିବଲ ଅଛି ସେଟା ଏଠି ନାହିଁ। ତେଣୁ ଗଛ କିଏ କାଟିଦେଲେ କୌଣସି ଯଦି ତମେ ବନ ବିଭାଗ କହିବ ସେ କର୍ପୋରେସନ ଲଗେଇଛି ତାକୁ ପଚାରନ୍ତୁ। କର୍ପୋରେସନ କହିବ ଆମ ହାତରେ କଣ ଅଛି ଏଟା ରେଭିନ୍ୟୁ ଡିପାର୍ଟମେଣ୍ଟ ଲ୍ୟାଣ୍ଡ ଆମକୁ ପଇସା ଦେଇଥିଲା ଆମେ ଲଗେଇ ଦେଇଛୁ। ତେଣୁ ଏହାର କେହି ମା ବାପ ନାହାନ୍ତି। ଗଛକୁ ସୁରକ୍ଷା କରିବା ହେଲେ ଗୋଟେ ଟ୍ରି ଆକ୍ଟ ଦରକାର। ସେଇ ଆକ୍ଟଟା ନହେଲେ ଯେତିକି ଗଛ ଲାଗୁଛି ତାର ସୁରକ୍ଷିତ ହେଇକି ରହିପାରିବ। ଲୋକମାନେ ତ ସହାୟତା କରିବେ ନିଶ୍ଚୟ ତାକୁ ଜଗା ରଖା କରିବେ, କିନ୍ତୁ ତା ଛଡା ବି ଆମେ ଗୋଟେ ନିୟମ କାନୁନ ବି ଗଛକୁ ସୁରକ୍ଷା କେମିତି ଦବାକୁ ଚେଷ୍ଟା କରିବା ଦରକାର। ସେଥିପାଇଁ ମୋ ଯୋଉ ଆଜିର ଯୋଉ ରଖା ହେଇଛି ଯୋଉ ପ୍ରସଙ୍ଗ ବନ ମହୋତ୍ସବ ତାତ୍ପର୍ଯ୍ୟ, ବନ ମହୋତ୍ସବ କେବଳ ସେ 7 ଦିନ ଜୁଲାଇ ପ୍ରଥମ ସପ୍ତାହରେ ଯଦିଓ ପାଳନ କରାଯାଏ, ମୁଁ କହିଲି ଯେ ଏଇଟା ସାଂଘାତିକ ଭାବରେ କରାଯାଏ। ଯେତେ ଦିନ ପର୍ଯ୍ୟନ୍ତ ବୃଷ୍ଟି ଅଛି ଜୁଲାଇ ଅଗଷ୍ଟ ମାସ ପର୍ଯ୍ୟନ୍ତ ଆମେ ଗଛ ଲଗେଇ ପାରିବା ଏବଂ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ମା ପାଇଁ ଉଦ୍ଦେଶ୍ୟରେ ଲଗାଯାଉ କିମ୍ବା ନିଜ ପିଲାମାନଙ୍କ ଜନ୍ମଦିନରେ ଲଗାଯାଉ, ବିବାହ ବାର୍ଷିକୀ ଲଗାଯାଉ, ଯେକୌଣସି ଅକେଜନରେ ଗୋଟିଏ ଦୁଇଟି ଗଛ ଲଗେଇକି ବର୍ଷକୁ ତାକୁ କେମିତି ସୁରକ୍ଷା ଦିଅନ୍ତୁ, ଯତ୍ନ ନେଇକି ତାକୁ ବଢାନ୍ତୁ। ଦେଖିବେ ସେଇ ଗଛ ଯଦି ବଡ ହବ, ଏମିତି ଯଦି କିଛି ଗଛ ପ୍ରତି ବର୍ଷ ଯଦି ଭାରତରେ 70 କୋଟି ଗଛ ହେଇଯାଏ ବା ଓଡିଶାରେ ଯଦି 2 କୋଟି ଗଛ ହେଇଯାଏ, ତାହେଲେ 10 ବର୍ଷ ଭିତରେ 20 କୋଟି ଗଛ ବି ହେଇଯାଇ ପାରିବ। ଏବଂ ଆମର ଯୋଉ ପରିବେଶ ଯୋଉ ସନ୍ତୁଳନ ଯୋଉ ହଜି ଯାଉଛି, ଯୋଉ ଜୈବ ବିବିଧତା ନଷ୍ଟ ହଉଛି, ଗଛ ଜଙ୍ଗଲ ରହିଲେ ଜୈବ ବିବିଧତା ବି ରହିବ, ପଶୁ ପକ୍ଷୀ ବି ରହିବେ। ଯୋଉ ଗାଁ ଗଣ୍ଡାକୁ ପଶି ଆସୁଛନ୍ତି ଜୀବଜନ୍ତୁ ସେଇଟା ବି ଏତେଟା ହବ ନାହିଁ। ଜୁନୋଟିକ ଡିଜିଜ ଯୋଉ ଚାଲିଛି, ମାନେ ଜୀବଜନ୍ତୁ ମାନେ ପାଖକୁ ଚାଲି ଆସିବାରୁ ତାଙ୍କ ଦେହରୁ ସଂକ୍ରମଣିତ ହେଇକି ବହୁତ ଡିଜିଜ ଆସୁଛି, ଏଗୁଡା ମଧ୍ୟ ଟିକେ କମିଯିବ। ଏଇ ଦୃଷ୍ଟିରୁ ମୁଁ ଅନୁମାନ କରୁଛି ବା ମୋର ବିନୀତ ଅନୁରୋଧ, ଯୋଉମାନେ ଆଜି ପ୍ରଚାର ଶୁଣୁଛନ୍ତି ବା ଏଇ ଆବାସୀ ଆଲୋଚନା ଚକ୍ରରେ ରହିଛି ଅଂଶଗ୍ରହଣ କରିଛନ୍ତି, ସେମାନେ ନିଜେ ତ ଲଗାନ୍ତୁ, ନିଜର ଯୋଉ ପରିବେଶ ପରିଜନ ପରିବାର ଲୋକ, ନିଜ ପାଖାପାଖି ଆଖପାଖ ଅଞ୍ଚଳ ଲୋକ ଏମାନଙ୍କୁ ମଧ୍ୟ ଅନୁପ୍ରାଣିତ କରନ୍ତୁ। ସେମାନେ ବି ମଧ୍ୟ ଗୋଟେ ଗୋଟେ ଗଛ ଲଗାନ୍ତୁ। ଆମେ ବି ଚେଷ୍ଟା କରୁଛୁ ସ୍କୁଲ ମାନଙ୍କରେ ଇକୋ କ୍ଲବ କରିକିରି ସେ ପିଲାମାନଙ୍କ ଜରିଆରେ ମଧ୍ୟ ଆମେ ଚେଷ୍ଟା କରୁଛୁ ସ୍କୁଲ ହତାରେ କିମ୍ବା ଗାଁ ଦାଣ୍ଡରେ ପୋଖରୀ ତୁଟରେ କେମିତି ଗଛ ଲାଗିପାରିବ। ଏ ବର୍ଷ ସରକାର ଯୋଉ କହିଛନ୍ତି ଆମର ଓଡିଶା ପାଇଁ 5 କୋଟି ଗଛ ଲାଗିବ ବୋଲି ସେମାନେ କହିଛନ୍ତି। 5 କୋଟିରୁ 2 କୋଟି ସରକାର ଲଗେଇବେ, ବାକି ଯୋଉ 2 କୋଟି 20 ଲକ୍ଷ ସରକାର ଲଗେଇବେ, 2 କୋଟି 80 ଲକ୍ଷ ସବୁ ସ୍ୱେଚ୍ଛାସେବୀ ସଂସ୍ଥା ଏମାନେ ଲଗେଇବେ। ମିଶନ ଶକ୍ତି ମଧ୍ୟ ତାକୁ ଇନଭଲ୍ଭ କରିଛନ୍ତି। ଆଉ ଗୋଟେ ଗଛ ନୂଆ କଥା ଏମାନେ କହିଛନ୍ତି ଯେ 19 ଲକ୍ଷ ଆମେ ତାଳ ଗଛ ଲଗେଇବୁ। ଏଇଟା ଗୋଟେ ଭଲ ପରମ୍ପରା। ଆଗରୁ ବହୁତ ତାଳ ଗଛ ଥିଲା, ସେଥିପାଇଁ ବଜ୍ରପାତ ସଂଖ୍ୟା ବି କମ ହଉଥିଲା। ବଜ୍ରପାତ ବର୍ତ୍ତମାନ ଗୋଟେ ପ୍ରାକୃତିକ ବିପର୍ଯ୍ୟୟରେ ଆମେ ତ ଜିରୋ କାଜୁଆଲିଟି କରିଦେଲୁଣି। ଓଡିଶା ସବୁବେଳେ ଭାବା ନଉଛି ଯେ ଆମେ ବାତ୍ୟା ଇଏ ଗୁଡାକରେ ବନ୍ୟାରେ ଆମର ବେଶୀ କାଜୁଆଲିଟି ହଉନାହାନ୍ତି, ଆମେ ଜିରୋ କାଜୁଆଲିଟି କରୁଛୁ। କିନ୍ତୁ ବଜ୍ରପାତରେ ଆମର ବର୍ଷକୁ ପ୍ରାୟ 300 ଲୋକ ମରୁଛନ୍ତି। 2021ରେ ଓଡିଶା ବୋଧେ ଦେଶରେ ଶୀର୍ଷ ସ୍ଥାନ ହେଇଥିଲା ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ। ଏହାର ମୁଖ୍ୟ କାରଣ କହୁଛନ୍ତି ଯେ ତାଳ ଗଛ ଗୁଡିକ ଯେହେତୁ ଡେଙ୍ଗା ଥିଲା, ତେଣୁ ବଜ୍ରପାତ ହେଲେ ତାକୁ ପ୍ରଥମେ ଆକର୍ଷଣ କରୁଥିଲା। ଆମର ଯେମିତି ଗାଁ ଗହଳିରେ କଥା ଅଛି, ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଡେଙ୍ଗା ଗଛ ଯେହେତୁ ଅଛି, ପ୍ରଥମେ ବଜ୍ରପାତ ତା ଉପରେ ପଡୁଥିଲା ଏବଂ ତାଳ ଗଛ ଜଳି ଯାଉଥିଲା, କିନ୍ତୁ ପାଖାପାଖି ଲୋକ ଆହତ ହଉନଥିଲେ। ତାଳ ଗଛ ନଥିବାରୁ ଏବେ ଗଛକୁ ବଜ୍ର ମାରୁଛି, ତେଣୁ ଯୋଉମାନେ ବିଲ ବାଡିରେ କାମ କରୁଛନ୍ତି ବର୍ଷା ହେଲେ ସେ ଧାଇଁ ଯାଇକି ଗଛ ମୂଳରେ ଛିଡା ହଉଛନ୍ତି। ଗଛ ମୂଳରେ ଠିଆ ହବା ସବୁଠୁ ବିପଦଜନକ, କାରଣ ସେଠି ନିଶ୍ଚୟ ବଜ୍ରପାତ ହବ, ମୃତାହତ ହବା ସଂଖ୍ୟା ଅଧିକ। ସେଥିପାଇଁ ଏବେ 19 ଲକ୍ଷ ତାଳ ଗଛ ଲଗାଇବାର ପ୍ରଚେଷ୍ଟା କରୁଛନ୍ତି, କିନ୍ତୁ ସଫଳ ହବ ମୁଁ ଜାଣିନି, କାରଣ ତାଳ ଗଛ ପ୍ରାୟ ତାର ଯାଇକିରି ଗଜା ହବା ପାଇଁ 2 ବର୍ଷ ପ୍ରାୟ ଲାଗିଯିବ ଆସିବା ପାଇଁ। କେତେ ଦୂର ଏଇଟା ସଫଳ ହେଇପାରିବ ଏ ବିଷୟରେ ମୁଁ ବି ସନ୍ଦିହାନ, କାରଣ ଆମେ ସେତେବେଳେ ବି ଚେଷ୍ଟା କରିଥିଲୁ। ଅନେକ ଗୋଟେ ଲାଗିଥିଲା, ଜଣେ ମୋର ଜଣେ କଞ୍ଜରଭେଟର ଥିଲେ, ସିଏ କହୁଥିଲେ ଯେ ସେତେବେଳେ ଯୋଉ ଡିଓ ମାନେ ଲଗେଇଥିଲେ ତାଳ ଗଛ, କାରଣ ସେ କଣ ଫୁଟେ ଗାତ କରିକି ତାକୁ ପୋତନ୍ତି ତାଳ ଇଏକୁ, ସେ ପ୍ରଥମ ବର୍ଷ ଆସିବ ମରିଯିବ, ଦ୍ୱିତୀୟ ବର୍ଷ ହବ। ତେଣୁ ସେ କାହିଁକି ଗଛ ହେଇନି ବୋଲି ତାଙ୍କ ନାଁରେ ବି ଗୋଟେ ପ୍ରୋସିଡିଂ କରିବାକୁ ଆରମ୍ଭ କରିଦେଲେ ଜିରୁ ଯୋଉମାନେ ଅଡିଟ କରନ୍ତି। ସେଥିପାଇଁ ତା ପରଠୁ ବନ୍ଦ ହେଇଥିଲା। ଏବେ ଦେଖାଯାଉ ଯଦି ସରକାର ପ୍ରୋତ୍ସାହନ ଦେବେ, ସେଇଭଳି ଗୋଟେ ହେଇକିରି ଆମର ଅନ୍ତତଃ ବଜ୍ରପାତ ଯୋଉ ପ୍ରାକୃତିକ ବିପର୍ଯ୍ୟୟ ରହିଛି, ଯୋଉଥିରେ ଓଡିଶା ଅଗ୍ରଣୀ ହେଇଛି ଦେଶରେ, ସେଥିରୁ ମଧ୍ୟ ରକ୍ଷା ମିଳିବ। ଏତିକି ମୁଁ କହିକିରି ଆପଣ ମାନେ ଶୁଣିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି ଏବଂ ସମସ୍ତଙ୍କୁ ମତେ କହିବାର ସୁଯୋଗ ଦେଇଥିବାରୁ ମୁଁ ବିବେକାନନ୍ଦ ସଂସଦକୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦଉଛି, ଆନ୍ତରିକ ଧନ୍ୟବାଦ ଦଉଛି। ଏବଂ ଯଦି କିଛି ପଚାରିବାର ଥାଏ ପଚାରିଲେ ମୁଁ ଯଦି ଯଦ୍ଦୂର ପାରିବି ହୁଏତ ଆପଣମାନଙ୍କ ପ୍ରଶ୍ନ ଉତ୍ତର ଦେବାକୁ ସକ୍ଷମ ହେବି। ଆପଣମାନେ ଶୁଣିଲେ ଜଣେ ଅନୁଭବୀ ଜଙ୍ଗଲ ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ଆମୂଳଚୂଳ ବିଭିନ୍ନ ସମସ୍ୟାକୁ ଆପଣମାନଙ୍କୁ ବୁଝାଉଥିଲେ। ଭଗବାନ ବାବୁ ତ ସେଇ ବିଭାଗରେ ଡିଏଫଓ ଥିଲେ, ସେ ଅଛନ୍ତି, ତାଙ୍କ ସହିତ ଅନ୍ୟ ଯେଉଁମାନେ ଅଛନ୍ତି। ଯଦି ସାର୍ଙ୍କ ପାଖରୁ ଅଧିକା କିଛି ଜାଣିବାକୁ ଚାହୁଁଥିବେ ବା ଅଧିକା କିଛି କହିବେ,
आमर समय अच्छी प्रश्नोत्तर कार्यक्रम आपण तार सुजोग नहीं पारती भगवान बाबू आपण किसी कहे सर नमस्कार सर सब आज गुरु पूर्णिमा दिवस रे मु सब गुरुजन मान को मोर प्रणाम करुची विशेष करी सारंकर भाषण सुनला परे सार एक्सपीरियंस रे जोटा कहला परे बहुत कम सुजोग अछि आम मान को कहबा पई तथापि मु जेहेतु एते दिन एई परिवेश जंगल आउ डिपार्टमेंट सहित जड़ित अछि मु गोटे किंबा दुईटा कथा कहबी आउ सेटा हला जे सार तो जहाँ कहले सेटा निराट सत्य कथा तात्पर्य जहाँ थिला एबे बढ़ीची सिना टिके भी कमी नाही कमिबो भी नाही खाली आमर गोटे देखिबा कथा जे आमे मु जहाँ जानिची जहाँ देखिची जहाँ सुनिची जे आमर जेते जंगल अछि जो जंगल अछि ताकू आमे गछ से जंगल भितरे गछ न लगाई करी ताकू जदी खाली प्रोटेक्शन तार जदी आउ आगु क्षति न हबो सेटा जदी आमे समस्त देखिबा आम पूरा जहाँ जंगल थिला पूरा पूर्ण मात्रा रे जंगल आसी जीवो सेटा किमती हेबो से आजकल जो सार कहिले जे जंगल को मु सोशल फॉरेस्ट्री रे भी काम करूथिली रायगढ़ रे कोरापुट रे थिली तो सेही कॉन्सेप्ट को एबे भी लोक सेटा भी ठीक काम एबे भी तार प्रासंगिकता रही सेटा हला जे जंगल को आपण माने जेते पाखकु लोकंक पाखकु धरि आनंतु आउ सेटा जेते पाखकु धरि आनिबे सेटा सेते लाभ दबो आमे जो महोत्सव करूचु जो आउ या द्वारा आमे चेष्टा करिबा कथा जे जंगल केमिति लोकंक पाखकु आसीबो घर बाड़ी को आसीबो खेत को आसीबो बिल को आसीबो पड़िया को आसीबो अच्छा सेकंड हला सर जे ए जंगल आमे जो लगाउचु यार खाली आमे केही खराब भाविबार कथा नाही मु जहाँ देखुची ये जो वन महोत्सव मासे कि 2 मास आमे लगई दउचु किछि फोटो आमे तोली दउचु फोटो छाड़ी दउचु आ आमे सेतेरे खुशी अनुभव करूचु मु मोर कहबार माने हला जे सार आपण माने समस्ते आमको गछ आमे एक्चुअली गछ लगौनु आमे चारा लगौचु आ चारा गछ हेबा पाई बहुत ता भितरे जो गैप टा रहला सेटा बहुत बड़ गैप आ सेथिरे मु जो देखुची आजकली जे चारा लगाई लोक मैंने आसिक भावा नौ आम गछ नो चारा लगौंती सेटा को गछ हम सार केतेबेले जेतेबेले सेटा पूर्ण मात्रा रे बढ़ी पारिबो आ फल फूल फल आश्रय छाया प्रदान करिवो तो सेटा जोटा सार कहले आग काल रे जो स्लोगान दउथिले सार जो स्कूल को जाउथिले सेटा एबे भी प्रयोज्य सार आ मु खाली एतिकी गुटे कहबी जे आमे गछ लगाइबा संगे संगे गछ कि वृक्ष ए जो आमे कि चारा रोपण करूछु ता संगे आमर गोटे भावनात्मक संपर्क रहबार दरकार खाली फिजिकली जाइकिरी गछ किछि पिलांको नेइकिरी गछ लगाइकिरी गोटे दिन कि 2 दिन कि मासे 15 दिन करदेले हेबो नै से गछ आमे जोटा लगाउछु जोटा जेमती सार कहले जे मुख्यमंत्री लगैथिले गले गछटा बढ़ीथिला देखिले खुशी लागिबो सेमती समस्त को खुशी लागिबो समस्त सेईटा करिबा कथा जे गोटे गछ संगे ए जो वन महोत्सव संगे गोटे भावनात्मक संपर्क जोड़िबा को पड़िबो आउ मु जेहेतु एटी सब विज्ञ लोक माने अछंती आपण माने समस्त मु साधुवाद जणाउची खाली कहूची आउ गोटे कथा कहूची जे समस्ते प्लीज ट्राई टू टेक इनिशिएटिव माने हला सर डूइंग समथिंग विदाउट बीइंग आस्क्ड टू डू आपण माने जो माने एटी अछंती किछि आपनकर गोटे देखुचंती आपण सामने रे गोटे गाई खाई दउची गोटे छोट चारा को आपण माने गाड़ी रे जाउथिले भी आपनकर कर्तव्य रहूची जदी आपण गछ को भल पांती परिवेश को भल पांती हमको समस्त को भल पांती गाड़ी को अटकाइबे से लोक को मना करिवे आजकल यही प्रकार जदि आमे हेई पारिबो आमे या को आहुरी ए जो तात्पर्य अछि गछ लगाइबार वृक्षरोपणर या को आहुरी परिमार्जित करि पारिबा आ या को आहुरी अभिवृद्धि हेबो एति मु कहूची सर आ मोर किछि कहबा नै आपण मान को समस्त को आउतरे धन्यवाद भगवान बाबू आपण भाग नले आउ अन्य जने दि जन जदि चाहिबे किछि पचारि परिबे सार एते प्रांजळ बुझाई आ किसी पचारे ना आउ जने जन कार पचारे ना आम सारांश धन्यवाद को जीवा देखु सार बहुत बढ़िया कथा कहले 1947 मसीह आरंभ होता कि आनुष्ठानिक भाव में 1950 मसीह नहीं आनुष्ठानिक भाव में 1950 रु 1947 प्रकृत आरंभ होता 1950 रु
ଆନୁଷ୍ଠାନିକ ଭାବରେ ଯେତେବେଳେ ମନ୍ତ୍ରୀ ଥିଲେ କେ ମୁନ୍ସି ସେତେବେଳେ ଆରମ୍ଭ ହେଲା, କିନ୍ତୁ ସେତେବେଳେ ଯାହା ସାର୍ କହୁଥିଲେ ବନ ବିଭାଗ କରୁଥିଲେ, ବର୍ତ୍ତମାନ ଏଇଟା ଏକ ଜନ ଆନ୍ଦୋଳନରେ ପରିବର୍ତ୍ତନ ହେଇଛି। କାରଣ ଏଇଟା ଆବଶ୍ୟକ, ନିହାତି ଆବଶ୍ୟକ। ଯଦି ଏକ ସବୁଜ ବିଶ୍ୱକୁ ଆମେ ଦେଖିବା ତାହେଲେ ସବୁଜ ବନାନୀ ଆମେ ସୃଷ୍ଟି କରିବାକୁ ହବ, ନହେଲେ ସବୁଜ ବିଶ୍ୱ ବିଷୟରେ ଆମେ ଚିନ୍ତା ହିଁ କରିପାରିବା ନାହିଁ। ମୋତେ ଜଣେ କହିଲେ, ସାର୍ ଆମର ଗୋଟେ ଆପାର୍ଟମେଣ୍ଟ ଅଛି, ଆମେ କେଉଁଠି ଗଛ ଲଗାଇବୁ? ମୁଁ ତାଙ୍କୁ ରାମାୟଣକୁ ଟାଣି ନେଲି। ଯେତେବେଳେ ମୂଷାଟିଏ ଦେହରେ ବାଲି ଗୋଡ଼େଇ ହେଇକରି ଯାଇକି ସେତୁ ବାନ୍ଧିବା ପାଇଁ ଯେଉଁ ପଥର ଖଣ୍ଡ ପଡ଼ିଥିଲା ତା ଦେହରେ ବାଲି ଝାଡ଼ୁଥିଲେ, ସେଭଳି ଯୋଉଟା ହାଉସ୍ ପ୍ଲାଣ୍ଟ କହନ୍ତି, ଛୋଟ ଛୋଟ ଗଛ ଲଗେଇପାରିବେ। କାରଣ ଉଦ୍ଭିଦର ଧର୍ମ ହେଉଛି ସେ ଅଙ୍ଗାରକାମ୍ଳ ବା ଯେତିକି ଆପଣ ଆବର୍ଜନା ସୃଷ୍ଟି କରିବେ ସେ ନେବ, ଆପଣଙ୍କୁ ଅମ୍ଳଜାନ ଦେବ। ଯୋଉଠି ଯେତିକି ଜାଗା, ଗୋଟେ ହାଉସ୍ ପ୍ଲାଣ୍ଟରୁ ଆରମ୍ଭ କରିକି ବିରାଟ ବରଗଛ ହଉ କି ଅଶ୍ୱସ୍ଥ ଗଛ, ଯୋଉଠି ଯୋଉ ଗଛ ଯେତେବେଳେ ସୁବିଧା ତାକୁ ଲଗେଇବେ। ସାର୍ ଯେଉଁ କହିଲେ ମା ପାଇଁ ବୃକ୍ଷଟିଏ, ଧରିତ୍ରୀ ମା, ମା କହିଲେ ଖାଲି ମା ବୁଝାଏନି, ଧରିତ୍ରୀ ମା। ଆପଣ ବୃକ୍ଷ ମା ପାଇଁ ଯେମିତି ଲଗେଇବେ ସେମିତି ଧରିତ୍ରୀ ପାଇଁ ସମସ୍ତେ ଆମେ ଲଗେଇବା, ତାହେଲେ ଧରିତ୍ରୀ ଆମର ତଦାରଖ କରିବ, ଆମର ଭଲ ମନ୍ଦ ବୁଝିବ। ବହୁତ କଥା କହିଲେ ସାର୍, ହିଟ୍ ଆଇଲ୍ୟାଣ୍ଡ ବିଭିନ୍ନ କଥା କହିଲେ। ତେଣୁକରି ଏକ ସବୁଜ ବିଶ୍ୱକୁ ଆମେ ଯଦି ସ୍ୱପ୍ନ ଦେଖୁଛେ ତାକୁ ସାକାର କରିବାକୁ ହେଲେ ବୃକ୍ଷରୋପଣ ବ୍ୟାପକ ଭାବରେ କରିବାକୁ ହେବ। ଯାହା ଭଗବାନ ବାବୁ କହିଲେ, ଉଜୁଡ଼ା ଜଙ୍ଗଲ ଯେଉଁଠି ରହିଛି ତାର କେବଳ ସଂରକ୍ଷଣ ବା ତାକୁ ଆମେ କେବଳ ସୁରକ୍ଷା ପ୍ରଦାନ କଲେ ମଧ୍ୟ ସେ ଆପେ ଜଙ୍ଗଲ ଗଢ଼ି ଉଠିବ। ମୁଁ ବର୍ତ୍ତମାନ ଅନୁରୋଧ କରିବି ଡକ୍ଟର ହରପ୍ରିୟା ଦାସ ମ୍ୟାଡ଼ାମକୁ ସାରାଂଶ ଟିକେ କହିକି ଧନ୍ୟବାଦ ଅର୍ପଣ କରିବେ। ସାର୍ 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 ନମସ୍କାର, ସାର୍ ନମସ୍କାର, ନମସ୍କାର। ଗୋଟେ ମିନିଟ୍, ମୁଁ ଶଙ୍କରନାରାୟଣ ବେଦ କହୁଥିଲି ସାର୍। କୁହ ସାର୍ ବ୍ରହ୍ମପୁରରୁ କହୁଥିଲି, ଶଙ୍କରନାରାୟଣ ବେଦ। ଶଙ୍କର କୁହ। ସାର୍ ସାର୍ କୁହ ଆପଣ କୁହ। ସମସ୍ତଙ୍କୁ ବହୁତ ବହୁତ ନମସ୍କାର। ଯାହା ହଉ ଏପଟେ, ହଁ ସାର୍। ଆଉ ସାର୍ ମୁଁ ଲକ୍ଷ୍ୟ କରୁଥିଲି, ସାର୍ ଉଭୟ ସାର୍ଙ୍କୁ ଶୁଣୁଥିଲି, ଆକ୍ଚୁଆଲି ବହୁତ ଭଲ ଲାଗିଲା ଏବଂ ଯାହାକି ଆମେ ସମସ୍ତେ ଜାଣିବା ଉଚିତ ଥିଲା। ଆଉ ସାର୍ ଗୋଟେ ଖୁସି ଖବର ଯେ ବ୍ରହ୍ମପୁର ଡିପାର୍ଟମେଣ୍ଟ ଯେ ଡିଏଫ ଅଣ୍ଡରରେ ଆମର ଚାରା ବିକ୍ରି ହଉଛି, ବ୍ରହ୍ମପୁର ସହରରେ ବହୁତ ଲୋକ ଖୁସିରେ ନେଉଛନ୍ତି। ତେଣୁ ମୁଁ ଭାବୁଛି ଇଏ ଗୋଟେ ଶୁଭ ସୂଚନା। ହୁଏତ ଆଗାମୀ ଦିନରେ ମଧ୍ୟ ଏଇଭଳି ଚାରା ବର୍ତ୍ତମାନ ମଧ୍ୟ ସହରରେ ମଧ୍ୟ ଲୋକମାନେ କିଣିବେ ଏବଂ ଲଗେଇବେ, ଯାହାକି ଆଗାମୀ ଦିନରେ ମଧ୍ୟ ଆମମାନଙ୍କୁ ବହୁତ ଉତ୍ସାହିତ କରିଲେ ଆଶା କରୁଛୁ। ଗୋଟେ ଖୁସି ଖବର। ପୂର୍ବରୁ ମଧ୍ୟ ଲକ୍ଷ୍ୟ କରିଥିଲି, 10 ବର୍ଷ ପୂର୍ବରୁ ଯେ ଲୋକମାନେ ହସୁଥିଲେ, ଗଛ ଲଗାଇବା ହସୁଥିଲେ, କିନ୍ତୁ ଆଜି ଗ୍ଲାଡଲି ସେମାନେ କିଣି ନେଉଛନ୍ତି ଗଛ, ଟଙ୍କା ଲାଗି ନେଇ କିଣୁଛନ୍ତି। ତେଣୁ ଇଏ ଆମ ପାଇଁ ଖୁସି ଖବର। ତେଣୁ ଆଗାମୀ ଦିନରେ ନିଶ୍ଚିତ ଭାବରେ ସବୁଜ ବନ ହେଇପାରିବ ମୁଁ ଆଶା କରୁଛି ସାର୍। ସାର୍ ଏ ସଂକ୍ରାନ୍ତରେ ମୁଁ ଗୋଟେ ସୂଚନା ଦେବି। ଜଣେ ସାର୍ ଏଇ ଯୋଉ ଏମଏଲଏ ଚାରା ଖବରକାଗଜରେ ବ୍ରହ୍ମପୁରରେ ବି ଖବର ଦେଇଥିଲେ ଭୁବନେଶ୍ୱର। ସେ କହିଥିଲେ ଆମେ 4000 ଚାରା ଆମକୁ ମାଗଣା ଦେବେ ସେ ଆଇଜରେ ଲଗେଇବା ପାଇଁ। ତେଣୁ ଚାରା ମାଗଣାରେ ମିଳୁଛି ଏବଂ ଲୋକ ନେଇକି କିଣିକି ଲଗଉଛନ୍ତି। ଆପଣ ଯଦି ଭୁବନେଶ୍ୱରରେ ଦେଖୁଥିବେ, ବର୍ତ୍ତମାନ ସବୁ ଗଳି କନ୍ଦିରେ ନର୍ସରୀ ସବୁ ଅଛି। ଲୋକ ଯଦି ନଉନାହାନ୍ତି ଗଛ, ନର୍ସରୀ କାହିଁକି ଅଛି? ତେଣୁ ନିଶ୍ଚିତ ଭାବରେ ଲୋକମାନେ ଅନୁପ୍ରାଣିତ ହେଲେଣି, ଉଦ୍ବେଳିତ ହେଲେଣି, ଉଦ୍ବୋଧିତ ହେଲେଣି। ସେମାନେ ନେଇକି ଖାଲି ଘରେ ସେତିକି ଲଗାନ୍ତୁ, ନାହିଁ, କୁଣ୍ଡରେ ଲଗାନ୍ତୁ, ଯୋଉଠି ଯାହା ଡକ୍ଟର ଜଣେ ପାତ୍ର କହିଲେ ଘରେ ବି ଲଗେଇ ପଟେଡ୍ ପ୍ଲାଣ୍ଟ ବି ଲଗେଇ ପାରିବେ। ତେଣୁ ବହୁତ ଭଲ କଥା ଆପଣ କହିଲେ ଯେ ସାର୍ ସାର୍ ମାଗଣାରେ ସାର୍ ସାର୍ ମିଳୁଛି, ପଇସା ଦେଇକି ମିଳୁଛି, ଲୋକମାନେ ପଇସା ଦେଇକି ନେବାକୁ ପ୍ରସ୍ତୁତ ଅଛନ୍ତି। ସାର୍ ଆଉ ଗୋଟିଏ କଥା ଯୋଉ କହିଲେ, ଏଇ ଯୋଉ ଆମେ ଚାରାଟେ ଲଗେଇ ଦେଇକି ଭାବୁଛେ ସାର୍ ହେଇଗଲା ବୋଲି, ସେଇଟା ନୁହେଁ। ସେଣୁ ସବୁବେଳେ କୁହେ ଯେ ଖାଲି ଲଗେଇଦେଲେ ଗଛ ହବନି, ହଁ ସାର୍ 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 ତାକୁ ବଢେଇବା ଦରକାର। ମୋର ଜଣେ ବନ୍ଧୁ, ସେ ଥିଲେ ମୋର ସହକର୍ମୀ ବଂଶଲ, ଏକେ ବଂଶଲ ବୋଲି ଜାଣିଥିବେ ଆପଣ। ସେ ଗୋଟେ ପୋଷ୍ଟ ଲେଖିଥିଲେ ଯେ ଖାଲି ଗଛ ଚାରା ଲଗେଇ ଦେଲେ ହବ ନାହିଁ, ସେଠିକି ଯାଇକି ଗଛ ସାଙ୍ଗେ ହ୍ୟାଣ୍ଡସେକ୍ କର, ତାକୁ ଦେଖ ସେ ବଢିଲାଣି କି ନାହିଁ, ତାକୁ ଦେଖ ତାର କଣ ସୁବିଧା ଅସୁବିଧା ଅଛି। ମତେ ବଢିଆ ଲାଗିଥିଲା ସେ ହ୍ୟାଣ୍ଡସେକ୍। ଗଛ ଯୋଉ ଗଛ ଲଗେଇଛି ଆମେ ତାକୁ ଯାଇକି ବାରମ୍ବାର ଦେଖିବା ଦରକାର, ତାର କଣ ସୁବିଧା ସାର୍ ଅସୁବିଧା, କଣ ବଞ୍ଚୁଛି ମରୁଛି ଦେଖିବା। ହଁ ସାର୍ ତାହେଲେ ଯାଇକିରି ଆମର ଯୋଉ ସାଧନା ହେଇପାରିବ। ଆଉ ଯୋଉ କଥା କହିଛି ତ, ଯୋଉ
प्राकृतिक जंगल विकल्प नहीं मु आगु मूल कही जिते प्लांटेशन करिया हम प्राकृतिक जंगल विकल्प नहीं तेणु प्रोटेक्शन देले संरक्षण देले ही आम जंगल टाकू जो जंगल आम रही आम जेहेतु ओडिशा रे शाल जंगल बेसी रही परिमाण तेणु से प्रोटेक्शन देले ही शाला गजा उठिक से जंगल है। धन्यवाद कौन सर मु गोटे सूचना देवाक चाहूँगी जड़े एमएलए भुवनेश्वर खबर कागज देते जी चाहब गछ चारा ट्री गार्डन चाहिए से टोल फ्री नंबर देते मागणा से देवे तेणुक एभली किसी जो मैंने बदान्य व्यक्ति अच्छा परिवेश प्रति सचेतनता जागृत होती से मैंने आगू आम समस्ते तार सुजोग नहीं कि एक व्यापक आंदोलन रे आम भाग नवा ताले समग्र विश्व आम जहाँ जहाँ कहुई थिंक ग्लोबली एक्ट लोकली आम आम जो कहते वर्षे गोटे गछ जीवन में गोटे गछ लगे भी यथेष्ट। बर्तमान मु अनुरोध करी डॉक्टर हरप्रिया दास मैडम को आपन टिके सारांश कहीकि धन्यवाद अर्पण करंतु दयाकर। हरप्रिया मैडम। आज्ञा सर प्रणाम समस्त वाणी गुणानुकथने प्रवण कथायाम हस्तौ च कर्म सुमनस्तव पादयन स्मृत्यां शिरस्तव निवास जगत् प्रणामे दृष्टि सतां दर्शनेस्तु भवत्तनूनां दृष्टि सतां दर्शनेस्तु भवत्तनूनां नमो वृक्षेभ्यः हरिकेशेभ्यः। परम सम्माननीय आज आलोचना प्रसंग रे उपस्थित समस्त गुरुजन मान्यगण्य और सज्जन मंडली जी कि वृक्ष विषय एते पुंखानुपुंख तात्विक आलोचना कले समस्त पादपद्म मोर प्रणाम। मु आपण मान बहुत जूनियर और सान से न्याय आपण मान आशीर्वाद मोर काम्य धन्यवाद कौन देवी सार जहाँ कहले तार विकल्प किछि नाही सार एते कथा कहले सार विषय जहाँ जहाँ परिचय प्रदान करथिले मु तो सब मन ही रखी पारली नहीं सारंकर एते उपाधि एते बही आउ एते परिवेश प्रवणता सब तक मन भी रखी पारली माने एते रही आ सेई पई मु की धन्यवाद दवार योग्यता मोर नाही प्रणाम निवेदन मोर कर्तव्य। तबे आज उपस्थित समस्त सदस्य माने आउ आम जी मनीन्द्र सार सत्य सार भगवान सार सुंदर नारायण सार जिते अच्छा समस्त मोर प्रणाम। सार प्रथम वन महोत्सव तात्पर्य अति सुंदर भाव 1950 मसीह पुणी 1894 जे भली भाव आरंभ होता एवं वर्तमान सामाजिक वनीकरण जो भाया चली सबुजिमार रिस्टोरेशन ऑफ ग्रीनरी विषय सबुजिमार संरक्षण केमिति हब बौद्धिक विचार मु भावुची बहुत समय बौद्धिक विचार हो पारुची किंतु क्रियान्वयन रे आमे बहुत समर्थ होउनु जोटा गछ लगेले भी बंचई पारुनु। धरंतु आम कॉलेज रे 30टा गछ आर वर्ष लागिथिले भी से 20टा ही अछि आउ 10टा पूर्ण नष्ट हो गला तार जहार जत्न नहीं हेलानी से आज 5T रो काम काली आ को काम से खोलाखोली अंग इत्यादि रे एई भली भाबरे सब बेले आमे भी चेष्टा करूचे से वनीकरण विषय रे प्राय 4-5 वर्ष हेलानी हमर पिला मान को धरि मु भी अनेक समय काम करछि किंतु सब बेले सफलायन तार हेई पारु नै। तो सब अति सुंदर भाव रे जो कहले वृक्ष विषय रे हमर हिंदू संस्कृति रे केते जिनिस अछि जहा कि सारा शास्त्र रे भी कहले एवं ज्येष्ठ शिशु को कहले जे 10 पुत्र सांगरे गोटे गछ लगे बार जति पुण्य से अग्नि पुराण रे हमर रहिचंती जे जणे जदि गोटे कूप खनन करे कूओ खोले ताहले सेइतरे जेतिकी बिंदु जल अछंती सेतिकी बिंदु सेतिकी वर्ष से लोक स्वर्ग रे वास करे कूओ ठारू आहुरी 10 गुणा पुण्य हब 10टा कूओ खोलिबार मूल्य गोटे पोखरी खोलिया संगे समान अर्थात जेतिकी बिंदु जल रहिबो सेतिकी वर्ष से लोक स्वर्गवास करिवो खाली सेतिकी नुहे 10टी पोखरी खोलिले तार जेतिकी पुण्य रहिची सेतिकी पुण्य गोटे सागर खोलिले हबो जेमति बिंदु सागर आउ ये सागर इंद्रद्युम्न सागर पर्वत सागर अर्थात बड़ बड़ पुष्करिणी से भली से 10टी सागर खोलिबारे जेतिकी पुण्य गोटे उपयुक्त पुत्र कन्या को जन्म देले सेतिकी
पुण्य जे कि देश को संरक्षण बा देशर हित वर्धन करिवो सेमिति पुत्र कन्या जन्म रे सेतिकी पुण्य आउ एई भली सार शेष को जोटा कहले एई भली 10टी पुत्र जन्म हेले जो पुण्य मिलिवो गोटिए गछ को परिवर्तन करी ताकू जदि माने जत्न निया जाए ताहले हमर सेतिकी पुण्य प्राप्ति हब तेणु शास्त्र रे कहैछि जे सेवितव्य महावृक्ष फल छाया समन्वित जदि दैवत फलम नास्ति छाया केन निवार्यते जदि दैवत वृक्षर फल भी नाही ताले छाया केन निवार्यते केते पक्षींकर बसा हबो केते लोकंकर आश्रय हबो तेणु सेमिति एइथ पई शास्त्र कहले जे साधु जन वृक्ष नदी गिरि वसुंधरा परहित पाइए मानक सृष्टि परा ने साधुजन वृक्ष नदी गिरी एवं वसुंधरा जगत जननी ये आमर समस्त माने केवल ही उपकार करती केबे काहाठू उपकार नियंती नहीं समस्त को उपकार दियंती तेणु सार ए जो कथा प्रतिपादन कले ता भितरे गाँ रे केमिति सबुजीमार संरक्षण हो पारिबो गाँ पाखकू आम पाखकू आम घर पाखकू माटी केमिति आसी पारिबो ए सब जिंस कहिले हमर सार जो आसिले भगवान सार से भी बहुत सुंदर जिनस कहले अंगारक कुंड विषय आम जानिलु जो जिनस मोर ज्ञान भी नथिला जे अंगारक कुंड नेचुरल अंगारक कुंड भाव रे वृक्ष आ समुद्र केमिति परिगणित होइचंती सेथिपई हम शास्त्र रे एते कथा मध्य पूरा प्राचीन काल रे कुहाइछि एवं अत्यंत प्राचीन जो हमर शास्त्र वेद जहार प्रवक्ता स्वयं भगवान बोली कुहाइछि जहार प्रवक्ता केही नाहंती आम विश्वास रे नाहंती सेठी कहैछि नमो वृक्षेभ्य हरि केशेभ्य भगवान कर केश राशि ए जो वृक्ष जहाँ को सारा दुई भाग रे प्रतिपादन कले वृक्ष आ वनस्पति सी भी गोटे नुआ कथा मु भी जानिली वृक्ष आ वनस्पति भितर भेद प्रकृति बुझी नथिली सार कहले आ बोधिधर्म कथा कहले माने सबु संप्रदाय रे सबु माने लोक मान भितर प्रत्येक जनजाति भितर वृक्ष प्रति जो आग्रह रही से आग्रह क्रियान्वयन हो पार जहाँ सार शेषु कहले से सब जगह संरक्षण जदि है ताहले भी वनीकरण बढ़ी बढ़ी जीव कहीं संरक्षण न हवा द्वारा तार अपव्यवहार हवा द्वारा कंचा गछ काटिवा द्वारा फलोन्मुखी गछ को काटिकी रोड तैयारी करवा द्वारा घर तैयारी करवा द्वारा आमर सब सबुजीमा नष्ट होची आमे धीरे धीरे ध्वंस आड़ को जाऊे आमे भावुचे आमर प्रगति होचे आमे घरे एसी लगे दउचे किंतु आमे जे दिने नष्ट आड़ को जाऊे एटा निश्चित कथा आमे कहा पाई गछ लगेबा निष्काम भाव में लगेले आमे जो गछर फल खाउचे जेहेतु ताकू आमे लगेई नथिले तेणु आमे लगेले निश्चय आउ केही खाइबे सेइथि पई वृक्ष लगेबारे अनंत कोटि पुण्य मध्य रहिछि तबे सारंकर कथार मूल्यांकन बा सारंकर कथार समीक्षा मो भली लोक तो करि परिबो नै माने एते सुंदर लागिला भाबी हबनी माने आजिर मीटिंग रे समस्त तरफ परिषद तरफ आमर मो गाँ परिषद तरफ समस्त तरफ मु सार को पुनः पुनः प्रणाम निवेदन करी मोर धन्यवाद साधुवाद अर्पण करुछि आशा सार मते आशीर्वाद करिवे जय जगन्नाथ जय जगन्नाथ सुंदर भाव में धन्यवाद अर्पण करिवारु हरप्रिया को सुंदर धन्यवाद दो वर्तमान गणेश प्रसाद तियाड़ी बाबू अनुरोध करी शांति पाठ उपस्थापन करेंगे सर सर परमात्मने नमः परमात्मने नमः ऋषिभ्यो नमः गुरुभ्यो नमः सभाभ्यो सभापतिभ्यो नमो नमः करुणिकंकर हे चरणारविंद अनंत कोटि दंडवत ए सेमिनार उपस्थित थिबा समस्त सदात्मा दिव्यात्मा मानक हृदय गभीरतम प्रदेश भक्ति श्रद्धा निवेदन करुछि अधम ज्येष्ठ मानक प्रणाम कनिष्ठ मानक शुभ आशीर्वाद प्रदान करुछि श्रीमद कल्पवटे महोदधि तटे रत्नावली संकटे श्रीनीला प्रकटे पीताम्भु निकटे नीलाद्रिपुटे स्थिते साकपे मणिमंडपे रसकला लावण्य नीला पूर्णाद पूर्णमहं दधिं निगमते कैवल्यदाता हरिः कैवल्यदाता हरिः पूर्णमदः पूर्णमिदं पूर्णाद पूर्णं मोदच्यते
पूर्णस्य पूर्णमादाय पूर्णमेवावशिष्यते। ओम शांति। हरि ओम। सं न मित्रः सं वरुणः सं भवतु मां सं न इंद्र बृहस्पति सं न विष्णुरुक्रम नम ब्रह्मणे नमस्ते वायु त्वमेव प्रत्यक्षं ब्रह्मस्मि त्वमेव प्रत्यक्षं ब्रह्म वदिष्यामि ऋतं वदिष्यामि सत्यं वदिष्यामि तन्मावतु तद्वक्तारं अवतु माम् अवतु वक्तारम्। ओम सहना भवतु सहना भुनक्तु सह वीर्यं करवावहे तेजस्विनावधीतमस्तु मा विद्विषावहे। ओम शांति। ओम दौ शांति अंतरिक्ष शांति पृथ्वी शांति आप शांति औषधय शांति वनस्पतय शांति विश्वदेव शांति ब्रह्मं शांति शांतिरेव शांति सर्वं शांति। ओम सामा शांति। ओम शांति शांति शांति। सर स्वयं गणेशଙ୍କ मुखରୁ ନିଃସୃତ ଶାନ୍ତି ପାଠ ପାଇଁ ଗଣେଶ ବାବୁଙ୍କୁ ବହୁତ ଧନ୍ୟବାଦ। ଆମେ ବର୍ତ୍ତମାନ ସମାପ୍ତି ଘୋଷଣା କରିବା। ଆଜିର ଯେ ଆଲୋଚକ ଡକ୍ଟର ବିଜୟ କେତନ ପଟ୍ଟନାୟକ ବ୍ୟସ୍ତବହୁଳ ଜୀବନ ଭିତରେ କିଛି ସମୟ ଆମକୁ ଦେଇଛନ୍ତି। ଆଜି ଭଳି ପବିତ୍ର ଦିନରେ ଆମ ସମସ୍ତଙ୍କ ତରଫରୁ ମୁଁ ଡକ୍ଟର ବିଜୟ କେତନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ଅନୁରୋଧ କରୁଛି ଯେତେବେଳେ ଆମେ ଚାହିଁବୁ ଆପଣ ସେବା ନିଶ୍ଚିତ ଭାବରେ ଆମେ ପାଇବୁ। ସେ ପ୍ରତିଶ୍ରୁତି ସହିତ ଆଜି ଆପଣଙ୍କୁ ଆମେ ପୁଣି ଥରେ ଧନ୍ୟବାଦ ଦେଉଛୁ। ଆଉ ବିବେକାନନ୍ଦ ଲୋକ ସଂସଦ ଏଭଳି ଗୋଟେ ଅନୁଷ୍ଠାନ, ନିଃସ୍ୱାର୍ଥପର ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଥମ ଥର ପାଇଁ ଚଳିତ ବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ଯାହା ବନ ମହୋତ୍ସବରୁ ଆରମ୍ଭ ହେଲା। ଏହି କାର୍ଯ୍ୟକ୍ରମ ଆମର ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ। ଆପଣଙ୍କର ଉପଦେଶ ନିର୍ଦ୍ଦେଶ ବିଭିନ୍ନ ପ୍ରକାର ସାହାଯ୍ୟ ଯେତିକି ଆମେ ଆପଣଙ୍କ ପାଖକୁ ଆଶା କରିବୁ, ମୁଁ ଭାବୁଛି ଆପଣ ଆମକୁ ନିରାଶ କରିବେ ନାହିଁ, ଆମକୁ ଦିଗ୍ଦର୍ଶନ ଦେବେ। ଆଉ ସେଭଳି ଭଗବାନ ବାବୁ ମଧ୍ୟ ଏଠି ଆଜି ଉପସ୍ଥିତ ଅଛନ୍ତି, ଅନ୍ୟମାନେ ଅଛନ୍ତି। ସମସ୍ତଙ୍କୁ ମୁଁ ପୁଣି ସଞ୍ଚାଳକ ହିସାବରେ ଧନ୍ୟବାଦ ଦେଇ ଆଜିର କାର୍ଯ୍ୟକ୍ରମକୁ ସମାପ୍ତି ଘୋଷଣା କରୁଛି। ନମସ୍କାର। ନମସ୍କାର। ସମସ୍ତଙ୍କୁ ପ୍ରଣାମ।